ରହିତ ବ୍ୟକ୍ତି, ଅନ୍ତଃକରଣରେ ବିଷମତା ନଥିବ। କୌଣସି ବି ଘଟଣା ବସ୍ତୁ ଏଇ ସବୁ ପାଇଁ ଗୋଟେ ଭିତରେ ଗୋଟେ ଯୋଉ କହୁନାହାନ୍ତି ଗୋଟେ ମନଟା ଟିକେ ଭଲ ଲାଗୁନି, କଣ ଗୋଟେ ହୃଦୟରେ ଗୋଟେ କଣ ଗୋଟେ ମାନେ ଗୋଟେ କଣ ଗୋଟେ ଅସୁବିଧା ହେଇଗଲେ ଦେଖନ୍ତୁ ହୃଦୟରେ ଗୋଟେ ଫ୍ଲୋ ହଉଛି ଗୋଟେ ସେଦିନ ମାନେ ଗୋଟେ କଣ ଗୋଟେ ଭଲ ଲାଗୁନି ଆଜି ମୋରଟା, ସେଇଟା ହଉଛି ମାନେ ସମତା ନାହିଁ ହୃଦୟରେ, ବିଷମତା ଆସିଯାଇଛି। ତୁଷ୍ଟି, କମରେ ସନ୍ତୋଷ, ବେଶୀ ମିଳିବା ଇଚ୍ଛା କରିବା କଥା ନୁହଁ। ଭକ୍ତ ଯେ ସେ ବହୁତ କିଛି ତାକୁ ମିଳିଯାଉ ଏଇ ଇଚ୍ଛା ତାର ନଥାଏ। ଯୋଉଟା ଅଛି ସେଇଥିରେ ସନ୍ତୁଷ୍ଟ ରହିଲେ ଯାଇ ଭଜନ କରିହବ। ଭଜନ ଟା ନହେଲେ ସମ୍ଭବ ନୁହଁ। ଜଣେ କାହିଁ ଭଜନ କରିପାରୁନାହିଁ? ଭଜନଟା ସମସ୍ତଙ୍କ ପାଇଁ ଏଥିପାଇଁ ନୁହଁ ନାହିଁ କାହିଁକି ଯେ ରଜୋଗୁଣୀ ବ୍ୟକ୍ତି ସେ ସବୁବେଳେ ଚିନ୍ତା କଲା ଏଇଟା କଲେ ଏଇଟା ଲାଭ ହବ, ସେଇଟା କଲେ ସେଇଟା ଲାଭ, କେତେବେଳେ ବି ସନ୍ତୁଷ୍ଟ ନାହିଁ। ଯୋଉ ରିଲେସନ ତା ପାଖରେ ଅଛନ୍ତି, ବାପା ମା ଭାଇ ଭଉଣୀ ସ୍ତ୍ରୀ ସ୍ୱାମୀ ଛୁଆ ପିଲା ଯୋଉଟା ମିଳିଛନ୍ତି ସେ କହୁଛି ମୋର ପିଲା ଭଲ ନାହିଁ, ମୋ ତାଙ୍କ ଘର ପିଲା ଭଲ, ଆମ ଘରେ ପଇସା ନାହିଁ ତାଙ୍କ ପାଖରେ ପଇସା ଅଛି। ଏଇ ଟାଇପର କୌଣସି ପ୍ରକାର ସନ୍ତୁଷ୍ଟ ଯିଏ ରହିଲା ସେ ହଉଛି ମାନେ ସବୁଠୁ ବଡ ସୁଖୀ। ଆଚ୍ଛା, ଏଇ ସନ୍ତୁଷ୍ଟ ସୁଖୀ ଜିନିଷଟା ଏଇଟା ଭଗବାନ କୋଉ ମାନେ ଗୋଟେ ଲୀଳା କରିଛନ୍ତି, ବାମନ ଲୀଳା, ଯୋଉଠିରେ ଭଗବାନ ବାମନ ଦେବ କାହାକୁ କହିଛନ୍ତି, ବଳି ମହାରାଜ ଯେତେବେଳେ ପଚାରେ ତାଙ୍କୁ କହିଛନ୍ତି ଆରେ ତମେ ମାନେ ମାନେ ବଟୁ ବାଳକ, ତମେ ମାନେ ବହୁତ ଛୋଟ ଅଛ, ତମର ବୁଦ୍ଧି ଏ ପର୍ଯ୍ୟନ୍ତ ହେଇନାହିଁ, ତମେ କାହା ସାଙ୍ଗରେ କଥା ହଉଛ? ରାଜା ବଳି ମହାରାଜ ଆ 3 ପାଦ ଭୂମି ମାଗୁଛ? ଆରେ ଭାଇ ତମେ ଗାଁ ମାଗ, ରାଜ୍ୟ ମାଗ, ତମେ ତମ ପାଇଁ ସ୍ତ୍ରୀ ମାଗ, ବ୍ରାହ୍ମଣୀ ସ୍ତ୍ରୀ ତମ ପାଇଁ ମୁଁ ଏଇଟା ଦାନ କରିଦେବି, ତମ ପାଇଁ ଏଇଟା ଦେବି। 3 ପାଦ, ତମ ତ ଛୋଟ ଛୋଟ ପାଦ, ତମେ 3 ପାଦ ଜମି କଣ କରିବ? ତ ଭଗବାନ ସେଠି କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ଯାହାର ତୁଷ୍ଟି ନାହିଁ, ସନ୍ତୋଷ ଗୁଣ ନାହିଁ ଯୋଉ ବ୍ରାହ୍ମଣର, ସେ କେବେ ବି ସୁଖୀ, ଯୋଉ ବ୍ୟକ୍ତିର ସନ୍ତୋଷ ଗୁଣ ନାହିଁ ସେ କେବେ ବି ସୁଖୀ ହେଇପାରିବ ନାହିଁ। ଏବେ ଆପଣଙ୍କ ସେ କହିଲେ ଭଗବାନ ଭଗବାନ ବାମନ ଦେବ କଣ କହିଲେ ନା ଆପଣଙ୍କ ପାଖରେ କଣ କମ ଐଶ୍ୱର୍ଯ୍ୟ ଥିଲା କି? ଇଏ ସମଗ୍ର ଧରାମଣ୍ଡଳର ଆପଣ ରାଜା ଥିଲେ, ଆପଣ ତୁଷ୍ଟି ହେଇପାରିଲେ? ଆପଣ ଯଜ୍ଞ କରୁଛନ୍ତି ପୁଣି ଇନ୍ଦ୍ରପଦ ପାଇବା ପାଇଁ, ସନ୍ତୋଷ ଆପଣଙ୍କ ପାଖରେ ଅଛି କି? ଭଗବାନ କହିଲେ ତ ସନ୍ତୋଷଟା, ସେଥିପାଇଁ ସନ୍ତୋଷ ଗୁଣଟା ବହୁତ ବେଶୀ ଜରୁରୀ। ତପଃ, କର୍ତ୍ତବ୍ୟ ପାଳନ ପାଇଁ କଷ୍ଟ, କୌଣସି ଗୋଟେ କଷ୍ଟ କରିବେ କିନ୍ତୁ ତାର ସର୍ଥ ହେଲା ପ୍ରସନ୍ନତା ସହିତ। ଏକାଦଶୀ ଉପବାସ ଆସିଗଲା, ନୂଆ ନୂଆ ଭକ୍ତ ମାନେ କଣ କରନ୍ତି, 10 ଜଣଙ୍କୁ ଫୋନ କରିବେ, ଭାଇ ଆଜି ଏକାଦଶୀ, ଭାଇ ହଇରାଣ, ପୁରା ଭୋକରେ ରହିବାକୁ ପଡିବ, 24 ଘଣ୍ଟା ଅସୁବିଧା। ଆକ୍ଚୁଆଲି ତ ଏକାଦଶୀ ହେଲା ମାନେ ସତ କଥା କହିବାକୁ ଗଲେ କିଛି ନ ଖାଇଲେ ହିଁ ବଢିଆ, କିନ୍ତୁ ସମସ୍ତେ ଏଇ ଯେହେତୁ କଳି ଯୁଗ, ଏଇଟା ଅନ୍ନମୟ ଶରୀର ଆମର, ମାନେ ସେଥିପାଇଁ ଏକାଦଶୀରେ ଖାଇ ପିଇକି ଲୋକ କରୁଛନ୍ତି, କିନ୍ତୁ ତେଲ ଫେଲର ଜିନିଷ ନ ଖାଇଲେ ଭଲ। ଯିଏ ସହି ପାରୁନି କଣ ଗୋଟେ ଏମିତି ଟିକେ ବାଦାମ ଫାଦାମ ଏମିତି ଜିନିଷ କଣ ଟିକେ ଖାଇଦେଲା ପଛେ, ଲୁଣ ଆଉ ତେଲର ୟୁଜ ହେଇଗଲା ମାତ୍ରକେ ସେଇଟା ଏକାଦଶୀ ଗୋଟେ ହିସାବରେ ହବନି। ମାନେ ଏଇ ଟାଇପ ର ବହୁତ ପ୍ରକାର ଜିନିଷ ଯୋଉ ଆମେ ଖାଉନୁ, ଏଇ ଯୋଉ କଣ କହନ୍ତି ସେଟାକୁ, ସେଇଟା ସେ ଯୋଉ ଅନୁକୂପ ସାବୁଦାନା ଏଇ ସବୁ ଜିନିଷ ଏ ଟିକେ ମାନେ ନ ହେବା କଥା। ଏଇଟା ଗୋଟେ ମାନେ କଣ୍ଟ୍ରୋଭର୍ସିଆଲ ଟପିକ, ଏଥିରେ ବେଶୀ କହିଲେ ସମସ୍ତେ ବିରକ୍ତ ହେବେ, କିନ୍ତୁ ସବୁ ସାଧୁ ମାନେ କହୁଛନ୍ତି ଯେ ଏଇଟା ନ କଲେ ଭଲ। ମୁଁ ଏଥିପାଇଁ ଚେଷ୍ଟା କରୁଛି କିଛି ମାନେ ଟିକେ ଟିକେ ଏଇଟା କରିବା ପାଇଁ। ଖାଇ ପିଇକିରି ବହୁତ କଲେ ସେଇଟା ନା, ସେ ଫଳଟା 100% ଫଳରୁ 2% 5% ମିଳିବ, ଆଉ ଯଦି ବାଇଚାନ୍ସ ଟିକେ ଭଲ କି କଲେ ଟିକେ ଭଲ ମିଳିବ। ଫଳ ଟିକେ ଖାଇକି ରହିଲେ ହବନି? ହଁ ସେଟା ଫଳ ବଢିଆ, କରିପାରିଲେ ଫଳ ଟିକେ ଖାଇକି ରହିଲେ ସିନା, ଆଉ ହଁ ବହୁତ ଫଳ ପ୍ରକାର ହଁ କରିପାରିଲେ ଭଲ। ମାତାଜୀ ମୁଁ ଏଇଟା କହିବାର ମୋର ଅଧିକାର ନାହିଁ, କାହିଁକି ମୁଁ ଏତେ ଶୁଦ୍ଧ ନାହିଁ ଯେ ମୁଁ ଏଇଟା ଆପଣ ମାନଙ୍କୁ କହିବି, ଏଇଟା ମୁଁ ଜଷ୍ଟ କଥା ପ୍ରସଙ୍ଗରେ କହିଲି, ଆପଣ ମାନେ ବିଚାର କରିବେ। ତାପରେ ହେଲା ଆପଣଙ୍କର ତୁଷ୍ଟି ଗଲା, ତପ କଥା, ଏଇଟା ଏକାଦଶୀ କଥା ପଡିଲା। ପ୍ରସନ୍ନତା ସହିତ କର୍ତ୍ତବ୍ୟ ପାଳନ କରିବେ। ତାପରେ ଦାନମ, ନ୍ୟାୟ ଅର୍ଜିତ ଧନକୁ ସତ୍ପାତ୍ରରେ ଅର୍ପଣ କରିବେ। ସତ୍ପାତ୍ରରେ, ଲୋକ ଭାବନ୍ତି ମୁଁ ଦାନ କରିବି, କୋଉ ଗୋଟେ ଟ୍ରେନ ରେ ଯାଇକିରି ସେ ଗୋଟେ କଣ ଭିକାରୀ ଆସିଥିବ, ଆ ତାକୁ ଆପଣ ମାନେ ଦାନ ଦେବେ। ମତେ ଗୋଟେ ମାନେ ମୁଁ ଗୋଟେ ପର୍ସନାଲ ଏକ୍ସପିରିଏନ୍ସ ଟେ କହୁଛି, ବହୁତ ସର୍ଟକଟ, ବେଶୀ ଟାଇମ ନେବିନି, କାହିଁକି ଏଇଟା ଏତେ ଇମ୍ପୋର୍ଟାଣ୍ଟ ନୁହଁ ଯୋଉଟା ମୁଁ କହିବି,
କିନ୍ତୁ ଜଷ୍ଟ ଗୋଟେ କହୁଛି, ମୁଁ ଥରେ ପୁନାରୁ ଆସୁଥିଲି ମାତାଜୀ। ମୁଁ ମାନେ ଷ୍ଟୁଡେଣ୍ଟ ଥିଲି, ମୁଁ ଆସୁଥିଲି ମାନେ ଆଜିଠୁ ପ୍ରାୟ 15 ବର୍ଷ ତଳେ। ଆଁ, ସେଠି ମାନେ କଣ ଗୋଟେ କିଣିଲି ମୁଁ ଟ୍ରେନରେ। ଆଉ ସେ ଟ୍ରେନରେ ଯୋଉ ଲୋକ ବିକ୍ରି କରୁଥିଲା, ସେ କହିଲା ଚେଞ୍ଜ ନାଇଁ କହିଲା। ତା ଆଗରୁ, ସେ କିଣିବା ଆଗରୁ ମୁଁ ଗୋଟେ ଭିକାରୀକୁ 5 ଟଙ୍କା ଦେଇଥିଲି, 5 ଟଙ୍କା ଗୋଟେ କଏନଟେ ଦେଇଥିଲି। ତ ସେ ଯେତେବେଳେ ମୁଁ ସାମାନଟା କିଣିଲି, ସେ ଜଷ୍ଟ ଭିକାରୀଟା ଯାଇଛି ସେଠି, ସେଟା 5 ମିନିଟ୍ ଖଣ୍ଡେ ହେଇଥିବ, ତାପରେ ଗୋଟେ କଣ ସାମାନ ଆସିଲା, ମୁଁ କିଣିଲି। ସେ କହିଲା ମୋ ପାଖେ ଚେଞ୍ଜ ନାହିଁ କହିଲା, 100 ଟଙ୍କା ଏଇନା କେତେ ଦେଲି। ତାପରେ ମୁଁ ପକେଟରେ ଧରିଛି ମାତାଜୀ 1000 କି 1500 ହେଇଥିବ ଧରିଥିବି, କି କମ ବି ଧରିଥିବି ତାଠୁ। କିନ୍ତୁ ସେ ନେକ୍ସଟ ବଗିକୁ ସେ କହିଲା ତମେ ଆସ ମୁଁ ଚେଞ୍ଜ ଦଉଛି ଗଲା। ମୁଁ ତା ପଛରେ ପଛରେ ଗଲି। ତାପରେ ସେ ଯୋଉ ଭିକାରୀ ଯୋଉ ଥିଲା ନା, ତା ପାଖକୁ ସେ ଲୋକଟା ଗଲା ଯେ ବିକ୍ରି କରୁଥିଲା। ଆଉ ସେ ମାତାଜୀ ଏତେ ନୋଟ କାଢିଲା ମାତାଜୀ, 500 ଟଙ୍କିଆ, 200 ଟଙ୍କିଆ। ମାନେ ମୁଁ ଦେଖିଲି କମ ସେ କମ 5000 10,000 ରୁ ଉପରେ ହବ, ଆଉ ମୋ ପାଖରେ ମାନେ 800 1000 ଟଙ୍କା ଥିଲା। ମୁଁ ତାପରେ ସେଇଠୁ ଡିସାଇଡ କଲି ଯେ ମାନେ ଟିକେ ନିଜ ଲେଭେଲ ଦେଖିକି ଏଇ ଟାଇପର କାମ ଆଉ କରିବିନି। କାହାକୁ ଆପଣ ଭାବୁଛନ୍ତି ସେ ଭିକାରୀ ବେଶରେ ଅଛି, ସେ ପଇସା ଦେବେ, ସେମାନେ ପୁରା ବଢିଆ ନିଶା ଫିସା କରୁଛନ୍ତି। ତ ଏଇଟା କହିବା କାରଣ ହେଲା, ଏଇଠି ଯୋଉ ଦାନ କଥା କୁହାଗଲାନି, ଏଇଠି ଦେଖନ୍ତୁ କ୍ଲିୟରଲି ଶ୍ରୀଧର ସ୍ୱାମୀ କଣ ଲେଖିଛନ୍ତି। ନ୍ୟାୟ ଅର୍ଜିତ ଧନକୁ, ନ୍ୟାୟରେ ଯୋଉଟା ଆପଣ ଅର୍ଜନ କରିଥିବେ ଯୋଉ ଧନକୁ, ସତ୍ ପାତ୍ରକୁ ଅର୍ପଣ କରିବେ। ଏମିତି କାହାକୁ ବି ଆପଣ ଅସତ୍ ପାତ୍ରରେ ଦେଲେ ସେ ପାପର ଭାଗୀ ହେବେ, ଆପଣଙ୍କୁ କୌଣସି ଦାନର ଫଳ ମିଳିବନି। ତାପରେ ଅଜସ, ଅପକୀର୍ତ୍ତି, ସଂସାରରେ ନିନ୍ଦା, ଏଇଟା ଅଜସ। ସେଇଟା ବି ଭଗବାନଙ୍କଠୁ ଆସିଛି। ବୁଝିପାରିଲେ? ଏମିତି ଆମେ ଏବେ କଣ ଏଇ 20ଟା ଭାବ ଆମେ ଡିସ୍କସନ କଲେ ଯୋଉଟା ଭଗବାନଙ୍କଠୁ ଆସିଛି। ଭୂତାନାଂ ପୃଥକ୍ ବିଧା ଭାବା, 20ଟା ଗୁଣ। ପ୍ରାଣୀ ମାନଙ୍କର ଏହି 20 ପ୍ରକାର ଭାବ ମତ୍ତ ଏବ ଭବନ୍ତି, ମୋ ଠାରୁ ହିଁ ପ୍ରକଟ ହୁଅନ୍ତି। ଶ୍ଲୋକ ନମ୍ବର 6କୁ ଯିବା। हरे कृष्ण। श्लोक 6। महर्षयः सप्त पूर्वे सत्वरमनवस्तथा मता वा मानसा जाता येषां लोक इमां प्रजाः। अनुवाद। सप्त महर्षि ଓ ସେମାନଙ୍କ ପୂର୍ବରୁ ଆଉ 4 ଜଣ ମହର୍ଷି ଏବଂ ମନୁଗଣ ଯେଉଁମାନଙ୍କ ଠାରୁ ମାନବ ସୃଷ୍ଟି ହୋଇଛନ୍ତି, ସେ ସମସ୍ତ ମୋ ମନରୁ ଜାତ ହୋଇଛନ୍ତି ଏବଂ ଏ ଜଗତ ମାନଙ୍କରେ ଥିବା ସମସ୍ତ ଜୀବ ସେମାନଙ୍କ ଠାରୁ ଜାତ ହୋଇଛନ୍ତି। ହରେ କୃଷ୍ଣ। ଧନ୍ୟବାଦ ପ୍ରଭୁଜୀ। ସପ୍ତ ମହର୍ଷ ମାନେ ସପ୍ତର୍ଷି କଥା କୁହାଗଲା। ସପ୍ତର୍ଷି ଆଉ 4 ଜଣ ମହର୍ଷି ଆଉ ମନୁଗୁଣ। ଏବେ ଆପଣ ଦେଖନ୍ତୁ, ଏଇଟା ଆପଣ ଗଣିବେ, ଏଇଟା କି କେତେ ଜଣଙ୍କ କଥା ଏଇଟା ଭଗବାନ କହିଲେ। ଏଇଟା ତାଙ୍କର ବିଭୂତି ବର୍ଣ୍ଣନା କରୁଛନ୍ତି ନା। ଦେଖନ୍ତୁ, ଗୋଟେ ବାୟୁ ପୁରାଣର ଗୋଟେ ଶ୍ଲୋକ ଆପଣଙ୍କୁ କହୁଛି। ସପ୍ତୈତେ ସପ୍ତଭିଶ୍ଚୈବ ଗୁଣେ ସପ୍ତର୍ଷୟ ସ୍ମୃତାଃ ଦୀର୍ଘାୟୁଷୋ ମନ୍ତ୍ରକୃତିସ୍ୱರೋ ଦିବ୍ୟ ଚକ୍ଷୁଷଃ ବୃଦ୍ଧାଃ ପ୍ରତ୍ୟକ୍ଷ ଧର୍ମଣୋ ଗୌତ୍ର ପ୍ରବର୍ତ୍ତକାଶ୍ଚ ଯେ। ଏଇଟା ସପ୍ତର୍ଷିଙ୍କ ବିଷୟରେ ବାୟୁ ପୁରାଣର ଗୋଟେ ଶ୍ଲୋକ। ଏଇଟା ଯେଉଁମାନେ ଦୀର୍ଘ ଆୟୁ ସମ୍ପନ୍ନ, ମନ୍ତ୍ରର ପ୍ରକଟକର୍ତ୍ତା, ଐଶ୍ୱର୍ଯ୍ୟବାନ, ଦିବ୍ୟ ଦୃଷ୍ଟି ସମ୍ପନ୍ନ, ଗୁଣ ଓ ବିଦ୍ୟା ଆଦିରେ ବୃଦ୍ଧ, ଧର୍ମକୁ ଯେଉଁମାନେ ସାକ୍ଷାତ କରୁଛନ୍ତି, ପାଳନ କରୁଛନ୍ତି, ଏବଂ ଯେଉଁମାନେ ସମସ୍ତ ଗୋତ୍ରର ପ୍ରବର୍ତ୍ତକ। ସବୁ ମଣିଷର ଗୋଟେ ଗୋତ୍ର ଅଛି କି ନାହିଁ? ସେଇ ଗୋତ୍ରର ପ୍ରବର୍ତ୍ତକ ହଉଛନ୍ତି ଏମାନେ, ସେମାନଙ୍କୁ ସପ୍ତର୍ଷି କୁହାଯାଏ। ଏ ସପ୍ତର୍ଷି କୋଉମାନେ କିଏ କହିପାରିବେ? କାହିଁକି ଏ ସପ୍ତର୍ଷି ମାନଙ୍କ ନାଁ ଯଦି ଆପଣ ଧରିବେ, ଆପଣଙ୍କର ସନ୍ଧ୍ୟା ସମୟରେ ସପ୍ତର୍ଷିଙ୍କ ନାଁ ଉଚ୍ଚାରଣ କଲା ମାତ୍ରକେ ଆପଣ ବହୁତ ପୁଣ୍ୟର ଭାଗିଦାର ହେଇଯିବେ। ତ ଆପଣ ମାନଙ୍କୁ ହରେ ଯିଏ କୃଷ୍ଣ। ଜାଣିଛନ୍ତି, ହଁ ଯୋଉ ମାନେ ସେଇମାନେ କି ଅଙ୍ଗିରା ପୁଲସ୍ତ ଏଇମାନେ ଅଙ୍ଗିରା ଆଜ୍ଞା ପୁଲସ୍ତ ଆଜ୍ଞା ଆଜ୍ଞା, ସପ୍ତ ଋଷି ସେଇମାନେ। ମରିଚି। ଚତୁପୁଲ ପୁଲସ୍ତ ଅତ୍ରି ଅଙ୍ଗିରା ବଶିଷ୍ଠ ମରିଚି। ବହୁତ ବହୁତ ଧନ୍ୟବାଦ ପ୍ରଭୁଜୀ। ଆପଣ ଏବେ ବହୁତ ପୁଣ୍ୟର ଅଧିକାରୀ ହେଇଯାଇଛନ୍ତି। ତ ହରେ କୃଷ୍ଣ ପ୍ରଭୁଜୀ। ସପ୍ତ, ଆଜ୍ଞା ଆଉ ଗୋଟେ ଆଉ ଗୋଟେ ଜିନିଷ ଅଛି, ଏଇ ସପ୍ତ ଋଷିଙ୍କ ନା ଯେତେବେଳେ ପ୍ରଭୁ ସପ୍ତରୁ ନାମ ଗୁଡା କହିଦିଅନ୍ତୁ। ଆମେ ଭାଗବତରେ ପଢିଥିଲୁ, ମନେ ପଡୁନି, ଏମିତି ଗୋଟେ ଦିଟା ମନେ ପଡୁଛି, ଗୋଟେ କଣ୍ଟିନ୍ୟୁ ମୁଁ କରିଦିଅନ୍ତୁ। କହୁଛି ମାଧି, ସପ୍ତର୍ଷି କୋଉମାନେ? ମରିଚି, ଅଙ୍ଗିରା, ଅତ୍ରି, ପୁଲସ୍ତ, ପୁଲହ, କର୍ତ୍ତୃ ଆଉ ବଶିଷ୍ଠ। ପ୍ରଭୁଜି ଧୀରେ ଧୀରେ। ମରିଚି, ଅଙ୍ଗିରା, ମରିଚି,
ଅଙ୍ଗିରା, ଅଙ୍ଗିରା, ପୁଲସ୍ତ, ଅତ୍ରି, ପୁଲସ୍ତ, ପୁଲହ, କତୃ କ୍ରତୁ ଆଉ ବଶିଷ୍ଠ। ପ୍ରଭୁଜୀ ଏଇ ସପ୍ତଋଷିଙ୍କର ନାଁ ଯେତେବେଳେ ଚଡଚଡି ପଡେନି କି, ଘଡଘଡି ଚଡଚଡି ଜୋରରେ ମାରେ, ହଁ ହଁ ଚଡଚଡି ହଁ ଏଇ ସପ୍ତଋଷିଙ୍କ ନାଁ ଯଦି କବାଟରେ ଲେଖି ଆପଣ ସବୁବେଳେ ରଖିଦେଇଥିବେ, ଆଉ ସେଟା ହଁ ବି ଆସିବନି, ବିଗିନ ନହେଲେ ଯଦି କାଟେ। ମୁଁ ଶୁଣିଛି ହଁ ମାତାଜୀ। ଆଉ ଏଇଟା ବି କଣ ଆଜ୍ଞା। ସତ କି? ମାନେ ମୁଁ ଛୁଆ ବେଳେ ମତେ କୁହାହଉଥିଲା ହଁ ଏମିତି ଗରୁଡ 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 କହିବା ହଁ, କଥା ଏମିତି କହୁଥିଲେ, କିନ୍ତୁ ଏ ସପ୍ତର୍ଷିଟା ଏଇଟା ଶାସ୍ତ୍ର ସମ୍ମତ ଆପଣ ଯୋଉଟା କହିଲେ। ମୁଁ ମାନେ ଏଇଟା ବି ଶୁଣିଥିଲି କି ଆପଣ ଗରୁଡଙ୍କର ନାଁ ଯଦି ନେବେ ତାହେଲେ ଏମିତି ପ୍ରକୃତିରେ ସତ ଘଡଘଡି ଆଉ ହଉଛି। ଏଇଟା ହେଲେ ବନ୍ଦ ହେଇଯିବ। ପ୍ରଭୁଜୀ ଗରୁଡ ପାଇଁ ସାପ ପାଇଁ କୁହାଯାଏ ନା? ସାପ ପାଇଁ ନା? ହଁ ହଁ ହେଇଥିବ ହେଇଥିବ। ନା ସେ ସାପ ହଁ ହଁ। ଆସ୍ତିକ କହନ୍ତି। କିନ୍ତୁ ଦେଖନ୍ତୁ ମତେ ଜଣେ କିଏ ଭାବିପାରେ, ଆସ୍ତିକ କହନ୍ତି ଜଣେ ତ। ଜଣେ କିଏ ଭାବିପାରେ କି ଏଇ ସବୁ ଜିନିଷ ଏମାନେ ସବୁ ମାନେ ପଢା ଲେଖା ଲୋକ ନୁହନ୍ତି ସେ କରୁଛନ୍ତି, କିନ୍ତୁ ଆପଣ ବିଶ୍ବାସ କରନ୍ତୁ ମୁଁ ହଳଧର ମହାରାଜଙ୍କର ମାନେ ମୁଁ ଶୁଣିଛି ପ୍ରବଚନରେ ହଳଧର ମହାରାଜ କହୁଥିଲେ ଏଇ ସବୁ ଯୋଉ ଲୋକ ଯୋଉ ଗାଁ ରେ ଏଇ ସବୁ ଜିନିଷ ବିଶ୍ବାସ କରୁଥିଲେ ନା, ସେମାନେ ପ୍ରବଳ ବୁଦ୍ଧିମାନ ଲୋକ, ସେମାନେ ଭଗବାନଙ୍କର ଭକ୍ତ ଥିଲେ। ଏଭଳି ଭକ୍ତ ଏବେ ଆଉ ନାହାନ୍ତି, ଏବେ ମଡର୍ଣ ଲୋକ ଗୁଡା ହେଇଗଲେଣି। ତାଙ୍କର ସେଥିପାଇଁ କିଛି ମଙ୍ଗଳ ବି ହଉନି। ଆଗେ କୋଉ ଲୋକ ଏମିତି ଅସୁବିଧାରେ ନଥିଲେ, ଗାଁ ସାଇଡ ରେ ଯୋଉ ଲୋକ ଗାଁ ରେ ଥିଲେ ବହୁତ ଖୁସିରେ ଚଳୁଥିଲେ, ପଇସା ପତ୍ର ନଥିଲେ ବି ଏତେ ମାନେ ତାଙ୍କୁ ରୋଗ ଫୋଗ ଏସବୁ ଜିନିଷ ହଉନଥିଲା। ଏଇ ସବୁ ଜିନିଷ ଆଜି କାଲି ଯୋଉଟା ଆମେ ଏଇଟାକୁ ଭାବୁଛୁ ନା ଏଇଟା ମୂର୍ଖ ଲୋକ ମାନେ ଏ କହୁଛନ୍ତି, ସେଥିପାଇଁ ଆମର ଏଇ ଅବସ୍ଥା ହେଇଗଲା। ଏଇ ସବୁ ଜିନିଷ ସତ। ଏଇଟା ଯୋଉ ଆଜ୍ଞା ଆଗ ଏଇ ଯୋଉ ମହାରାଜ ଓଡିଶାରେ ସବୁ ବିଭିନ୍ନ କଥାରେ କହନ୍ତି, ହଳଧର ହଁ ମହାରାଜ ସବୁ କଥାରେ କହିବେ ମୁଁ ଗାଁରୁ ଆସିଛି, ଗାଁରୁ ଆସି ଗାଁରେ ଆଜ୍ଞା ଏମିତି ସବୁ କରୁଥିଲେ, ଏଇ ସବୁ କରୁଥିଲେ, ମା ମାନେ କେମିତି ଆମକୁ ଇଏ ହେଲେ ଆମେ ଆସିବୁ ସିଆଡୁ ଧାଇଁକି ଆସିଲେ, ମାନେ ଆକ୍ଚୁଆଲି ରିଅଲ ଫ୍ୟାକ୍ଟ ଗୁଡା କହନ୍ତି ସବୁ, ଏକଦମ ଆଉ ପ୍ରକୃତ ସେ ସତ। ପ୍ରମାଣ କରିଦିଅନ୍ତି ଯେ ସେମାନେ ହଉଛନ୍ତି ଅଲଗା ସମସ୍ତଙ୍କ ଠାରୁ କେବଳ ବୁଦ୍ଧିମାନ ସେମାନେ, ଗାଁର ଆଜ୍ଞା ଲୋକମାନେ। ସେ କହନ୍ତି ଏ ଗୀତା ଆଉ ଭାଗବତ ବୁଝିବା ପାଇଁ ଗୋଟେ ଗାଁ ର ଲୋକ ହେବାକୁ ପଡିବ, ସହର ଲୋକ କିଛି ବୁଝିପାରିବେନି। କାହିଁକି ସେମାନେ କିଛି ଜାଣି ହିଁ ନଥିବେ ତ କେମିତି ବୁଝିବେ କୋଉ ଜିନିଷ କଣ। ତାପରେ ଦେଖନ୍ତୁ ଏଇ ସପ୍ତର୍ଷିରେ ଗୋଟେ ଜିନିଷ ଆପଣଙ୍କୁ କହିବା ପାଇଁ ଚାହୁଁଛି ଯେ ଏଥିରେ ନା ଭୃଗୁ ଆଉ ବିଶ୍ଵାମିତ୍ର ଏଇ ତାଙ୍କର ନାଁ ବି ସପ୍ତର୍ଷିରେ ଅଛି। ତ ଏଥିରେ ଆମେ କନଫ୍ୟୁଜନ ହେବା ନାହିଁ, ଏଥିରେ ଲେଖା ହେଇଛି ଯେ ସବୁ ମନ୍ବନ୍ତରରେ ଅଲଗା ଅଲଗା ସପ୍ତର୍ଷି ଥାନ୍ତି। ଯୋଉ ଏଇ ସପ୍ତର୍ଷି ନାଁ ଆମେ ଧରିଲେ ଏଇଟା ଏଇ ମନ୍ବନ୍ତରର, କିନ୍ତୁ ଆପଣ ବିଭିନ୍ନ ଶାସ୍ତ୍ରରେ ଭୃଗୁ ଆଉ ବିଶ୍ଵାମିତ୍ରଙ୍କ ନାଁ ବି ପାଇବେ। ସେତେବେଳେ ଆମେ ଏଇଟା ଭାବିବା କଥା ନାରେ ଆମ ଲିଷ୍ଟରେ ତ ଏଇଟା ନାହିଁ, କେମିତି ଏମାନେ ଆସିଲେ? ଅଲଗା ଅଲଗା ମନ୍ବନ୍ତରେ ଅଲଗା ଅଲଗା ସପ୍ତର୍ଷି ମାନେ ହୁଅନ୍ତି। ତାପରେ ଚତୁର୍କୁମାର, ସନତ ସନାତନ ସନନ୍ଦନ ଆଉ ସନତ କୁମାର ଏମାନେ ହଉଛନ୍ତି ବ୍ରହ୍ମାଙ୍କର ମାନସ ପୁତ୍ର। ଏମାନେ ସର୍ବଦା ହରିଶରଣ ମନ୍ତ୍ର ଜାପ କରିଥାନ୍ତି, ଆଉ ଏମାନେ 5 ବର୍ଷରୁ କେବେ ତାଙ୍କଠୁ ତାଙ୍କର ବୟସ ଆଉ ଆଗକୁ ବଢେନି, ସର୍ବଦା 5 ବର୍ଷର ଥାଆନ୍ତି। ହରିଶରଣମ୍ ହରିଶରଣମ୍ ଏଇ ମନ୍ତ୍ରର ପ୍ରଭାବରେ ସେମାନେ ସର୍ବଦା ବାଳକ ରୂପରେ ଥାଆନ୍ତି। ତାପରେ କଣ କୁହାଗଲା ତଥା ମନବହ, ସର୍ବମୋଟ 14ଟା ମନୁ ଅଛନ୍ତି ଯାହାଙ୍କ ଠାରୁ ମାନବ ଆସିଛନ୍ତି। ତ ବ୍ରହ୍ମାଙ୍କର ଯେତେ ଗୋଟେ ଦିନରେ 1000ଟା ଚତୁର୍ଯୁଗ ଯୋଉ ଆସୁଛି 432 କୋଟି ବର୍ଷ, ଏଇ ଦିନ ଗୋଟେ ଦିନରେ 14ଟା ମନୁ ଆସନ୍ତି, 14ଟା ମନୁ। ତ ଏଇ 14ଟା ମନୁଙ୍କର ନାଁ ଆପଣ ଶୁଣି ଦିଅନ୍ତୁ। ସ୍ଵୟଂଭୁବ ମନୁ, ସ୍ୱରୋଚିଷ ମନୁ, ଉତ୍ତମ ମନୁ, ତାମସ ମନୁ, ପ୍ରଭୁ ସେ ରୈବତ ମନୁ। ଲେଖିଥିବେ। କଣ କହିଲେ? ପ୍ରଭୁ ସେ ଲେଖି ହଉନି, ଗୋଟେ ଗୋଟେ ଲେଖିଛି ଆଉଥରେ ଏଗେନ। ଆପଣ ଲେଖନ୍ତୁ ମାତାଜୀ, ମୁଁ ଫଟୋ ପଠେଇ ଦଉଛି ହେଲା। ଆପଣ ସେଇଟାକୁ ପଛରେ ନୋଟ କରିବେ ଆପଣ। ଆଜ୍ଞା ପ୍ରଭୁଜୀ ଏସବୁ ନୋଟ କରିଛୁ, ଭାଗବତରେ କୋଉଠି ଅଛି ଆଉଥରେ ମନେ ପଡୁନି। ଏଇଟା ମାନେ ବାରମ୍ବାର ଡାଇରେକ୍ଟ ପଢିବାକୁ ପଡିବ ମାତାଜୀ, ଏଇଟା ଥରେରେ ହବନି ଏଇଟା। ମାନେ ବିଶ୍ୱାସ କରନ୍ତୁ ଏତେ ପଢିବେ ଏତେ ପଢିବେ ଆଉ ଦିନ ରାତି ଖାଲି ଏଇଟା ହିଁ ପଢିବେ, ତାହେଲେ ଯାଇ ଆମର ମାନେ ଏଇ ସବୁ ମନେ ରହିବ। ଆଉ ତାପରେ ଆମେ ପୁରା ଭଗବତମୟ ହେଇଯିବା, ଏଇଟା ଗୋଟେ ଥରେ ଦିଥରରେ ନାହିଁ। ହରେ କୃଷ୍ଣ ପ୍ରଭୁଜୀ, ଏଇଟା ଆମର ହୁଁ। ଚୈତନ୍ୟ ଚରିତାମୃତରେ ବି ଇଏ ଲୀଳାରେ ଅଛି। 4 ଯୁଗ ହେଲେ ଗୋଟେ ଯୁଗ ମିଶିଲେ ଦିବ୍ୟ ଯୁଗ। ଆପଣ ଯୋଉଟା କରୁଛନ୍ତି ଏଲେ ବୈବସ୍ୱତ ମନୁ ଚାଲିଛି।
ଆମର ହଁ ଯୋଉ ହଁ ଯେମିତି ବ୍ରହ୍ମାଙ୍କ 14 ଜଣ ମନୁ ରାଜତ୍ୱ ଏଇଟା ତାପରେ ଏଇଟା 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 ସବୁ ଚୈତନ୍ୟ ଏଇଟା ଗୋଟେ ଚୈତନ୍ୟ ଚରିତାମୃତରେ ହିଁ ଚୈତନ୍ୟ ବର୍ଣ୍ଣନା କରାଯାଇଛି ମାତାଜୀ, ଆପଣ ଠିକ କହିଛନ୍ତି। ଆଦି ତ ଲୀଳାରେ ବର୍ଣ୍ଣନା କରାଯାଇଛି। ହଁ ଏଇଟା 7 ନମ୍ବର ହଉଛି ବୈବସ୍ୱତ ମନୁ, 8 ନମ୍ବର ଏବେ ସାବର୍ଣ୍ଣୀ, 9 ନମ୍ବର ଦକ୍ଷ ସାବର୍ଣ୍ଣୀ, 10 ନମ୍ବର ବ୍ରହ୍ମ ସାବର୍ଣ୍ଣୀ, 11 ଧର୍ମ ସାବର୍ଣ୍ଣୀ, 12 ରୁଦ୍ର ସାବର୍ଣ୍ଣୀ, 13 ଦେବ ସାବର୍ଣ୍ଣୀ ଆଉ 14 ଇନ୍ଦ୍ର ସାବର୍ଣ୍ଣୀ। ଏମିତି ହେଇକିରି ଆପଣଙ୍କ 14ଟା ମନୁ ଏବେ ଚାଲିଛି ବୈବସ୍ୱତ ମନୁ। ଠିକ ଅଛି, 7 ନମ୍ବରଟା ଏବେ ଚାଲିଛି ସପ୍ତମ ମନୁଙ୍କର ମାନେ ଏଇଟା ଅଛି। ଠିକ ଅଛି। ହଁ ପ୍ରଦୀପ ପ୍ରଭୁ ଦଉଛନ୍ତି, କିନ୍ତୁ ମତେ ଗୋଟେ ଜିନିଷ ମୁଁ ଆପଣଙ୍କୁ ପ୍ରଥମରୁ କ୍ଷମା ମାଗିଦିଏ, ମୋର ମାନେ ହ୍ୟାଣ୍ଡ ରାଇଟିଂ ଭଲ ନୁହଁ, ଆପଣ ସେଇଟା କିଛି ଭାବିବେନି, ବୁଝିଲେ। ମୁଁ ହ୍ୟାଣ୍ଡ ରାଇଟିଂ ମୋର ଏତେ ଭଲ ହୁଏନି। ପ୍ରତ୍ୟେକ ମନ୍ମନ୍ତ୍ର ବା ମନୁଙ୍କ ଶାସନ କାଳ 72ଟି ଚତୁର୍ଯୁଗ, ଆଉ ଏଇଟା ଏବେ ଆମେ 28 ନମ୍ବର ଚତୁର୍ଯୁଗରେ ଅଛୁ, ଯୋଉଥିରେ କି ସ୍ୱୟଂ ଭଗବାନ ଆସନ୍ତି। ଦ୍ୱାପରରେ ଭଗବାନ ଶ୍ରୀକୃଷ୍ଣ ଆଉ କଳିରେ ଚୈତନ୍ୟ ମହାପ୍ରଭୁ, ସେଇ ଭଗବାନ ଶ୍ରୀକୃଷ୍ଣ। ତ ଆମେ ବ୍ରହ୍ମାଙ୍କର ଏବେ 51 ବର୍ଷ ଚାଲିଛି, ଏଇଟା ଆମେ ବହୁତ ଡିସ୍କସ୍ କରି ସାରିଲେ ନାହିଁ। ତାପରେ ଶବ୍ଦକୁ ଯିବା, ମଦଭାବା ମାନସ ଜାତା। ଏଇ ଯୋଉ ସବୁ ମାନେ ଆମେ ବର୍ଣ୍ଣନା କଲେ ଯେ ସପ୍ତ ଋଷି, ଚତୁର୍କୁମାର ଆଉ 14ଟା ମନୁ, ଏମାନେ ଏ ସମସ୍ତେ ମୋ ମନରୁ ଜାତ ଏବଂ ମୋ ଭାବରେ ସଦା ଥାନ୍ତି, ମାନେ ଭଗବାନଙ୍କର ଭାବରେ ସଦା ଥାନ୍ତି। ଆଏ ବ୍ରହ୍ମା କରେ ମାନେ ମାନସ ପୁତ୍ର, ଏସାମ ଲୋକ ଇମାମ ପ୍ରଜା, ମାନେ ବ୍ରହ୍ମାଙ୍କର ମାନସ ପୁତ୍ର ହେଲେ ମାନେ କଣ, ଭଗବାନଙ୍କର ଅବତାର ହେଲେ ବ୍ରହ୍ମା, ଗୁଣ ଅବତାର। ଏସାମ ଲୋକ ଇମାମ ପ୍ରଜା, ସଂସାରର ସବୁ ପ୍ରଜା ଏମାନଙ୍କଠୁ ସୃଷ୍ଟି ହେଇଛନ୍ତି, ବୁଝିପାରିଲେ। ତ ଶ୍ଲୋକ ନମ୍ବର 7 ପଢିବେ ଜଣେ। हरे कृष्ण प्रभु। ଆଜ୍ଞା। जो विधि तत्त्वतः स अभिपद्यन योगिन युज्यते नात्र संशयः। अनुवाद। जे तत्त्वतः ମୋର ଏ ଐଶ୍ୱର୍ଯ୍ୟ ବୈଭବ ଏବଂ ଶକ୍ତି କଥା ଜାଣେ, ସେ ଏକାନ୍ତିକ ଭକ୍ତି ଯୋଗ ମାର୍ଗରେ ସେବାରତ ହୁଏ, ଏଥିରେ କୌଣସି ସନ୍ଦେହ ନାହିଁ। ପ୍ରଭୁ ଭାବାର୍ଥ ପଢି। ଭାବାର୍ଥ ମାତାଜୀ ମୁଁ କହୁଛି, କାହିଁକି ଭାବାର୍ଥ ପଢିଲେ କଣ କି ଟିକେ ସମୟ ବି ହବନି, ବହୁତ ଟାଇମ ପଳେଇବ। ମୁଁ ଭାବାର୍ଥରୁ ହିଁ ଆପଣ ମାନଙ୍କୁ କହିବି। ଶ୍ରୀକୃଷ୍ଣ ଏତା ପ୍ରଭୁ, ମମ, ପ୍ରଶ୍ନ ଗୋଟେ କହିଲେ ପଚାରୁଥିଲି। ମାତାଜୀ, କହନ୍ତୁ ପ୍ରଭୁ। ଯୋଉ ଗୋତ୍ର ସେଟା କଣ? ଗୋତ୍ର ମାନେ ପ୍ରତ୍ୟେକ ଯୋଉ ବି ମଣିଷ, ଯୋଉ ଆମେ ଯେତେ ପ୍ରକାର ଆମେ ଭାରତ ଭୂମିରେ ଜନ୍ମ ହେଇଛୁ ନା, ସମସ୍ତଙ୍କର ଗୋଟେ ଗୋତ୍ର ଅଛି। ସବୁ ଲୋକଙ୍କର, ନାଗସ୍ୟ ଗୋତ୍ର, ବଚ୍ଛସ ଗୋତ୍ର, ମାନେ ସେଇ ଋଷିଙ୍କ ଠାରୁ ସେ ଗୋତ୍ର ପରମ୍ପରାରେ ଜନ୍ମ ହେଇଛି। ଆଚ୍ଛା, ମୁଁ ଏବେ ଆପଣ ସମସ୍ତଙ୍କୁ ପଚାରିବା ପାଇଁ ଚାହୁଁଛି, ଏବେ ଆମେ ସମସ୍ତେ ଗୋଟେ ଗୋତ୍ରର ହେଇଯାଇଛେ ସମସ୍ତେ, ଯୋଉମାନେ ଆମେ ଦୀକ୍ଷା ନେଇଛେ, ଆମର ଗୋତ୍ର କଣ କହନ୍ତୁ? ଅଚ୍ୟୁତ ଗୋତ୍ର। ଆଁ? ଅଚ୍ୟୁତ ଗୋତ୍ର। ଅଚ୍ୟୁତ ଅଚ୍ୟୁତ ଗୋତ୍ର। ଗୋତ୍ର। ଅଚ୍ୟୁତ। ବାସ୍, ଅଚ୍ୟୁତ ଗୋତ୍ର ହିଁ ଆପଣ ମାନେ କହିବେ। ଯଦି ସେଇଟା କହିବା ପାଇଁ ଆପଣଙ୍କୁ ଯଦି ମାନେ ପୁଣି କୋଉ ପୂଜା ହେଲା, ଘରେ କହିପାରିବେ ତ, ପଣ୍ଡିତ ବାହାରୁ ଆସିଥିଲେ ନା, ସେଇ ନାଇଁ ଟାଇମରେ ବୋଉ, ସେଇଟା କଣ କରିବୁ, ସେଟା ମନେ ମନେ କହିଦଉଛୁ ଅଚ୍ୟୁତ, ଆଉ ଯାହା ସିଏ ଗଲା ମତେ ଏ ମନେ ମନେ କହିଲେ ହବନି। ଆପଣ କାହିଁ ଆପଣ ଚାହିଁଲେ କଣ ଆପଣଙ୍କୁ କିଏ କଣ କରିପାରିବ? ଆମେ ଏତେ ଗର୍ବର ଜିନିଷ କହିବାନି, ଭଗବାନ ଅଚ୍ୟୁତଙ୍କର ଗୋତ୍ର ଆମେ ପାଇଯାଇଛୁ। କଣ ହବ, ବେଶୀ ସେ ବେଶୀ ହେଲେ ରିଲେଟିଭ ମାନେ କଣ ଛାଡିକି ପଳେଇବେ ଆଉ। ନାଇଁ ମତେ ନେଇ ଯେମିତି ଚାଲିଛି ସେମିତି ଚାଲୁ, ମୁଁ ଏମିତି କହିଦେଲି, ସେଟାକୁ ଆପଣ କରିବେନି। ଯୋଉମାନେ ଏଇ ଲାଇନରେ ଆସିନାହାନ୍ତି, ତାଙ୍କୁ ଯଦି ଅଚ୍ୟୁତ ଗୋତ୍ର କହିବେ, ସେମାନେ ବୁଝିବେ, କହିବେ କଣ ତମର ତ ଗୋତ୍ର ଥିଲା ବଶିଷ୍ଠ, କଣ ଅଚ୍ୟୁତ କହୁଛ, ଏମିତି କହିବେ। ମତେ କିନ୍ତୁ ଜଣେ ଆକ୍ଚୁଆଲି କହିଲା, ଆମେ ମତେ ଜାଣୁଛେ, ଆମେ ମତେ ଜଣେ ଦୀକ୍ଷା ନେବା। ହଁ, ନାଇଁ ମତେ ଜଣେ କହିଲା କି 12 ଜାତି 13 ଗଲା, ବୈଷ୍ଣବ ହେଲେ ସବୁ ଗଲା, ଏମିତି ମତେ ଗୋଟେ ଜଣେ ବହୁତ ମୋର ସିନିୟର ଜଣେ
ସେ ଜଣେ ଆଜ୍ଞା ମତେ କହିଲେ। ମୁଁ କହିଲି, ସବୁ ବୈଷ୍ଣବକୁ ଏଇଟା କହୁଛନ୍ତି, ଏଇ ଡାଇଲେକ୍ଟ ଟା କମନ ରହୁଛି। କହନ୍ତୁ ସେମାନେ ବୈଷ୍ଣବ କହନ୍ତୁ, ସେମାନେ କହିଲେ ବି କଣ, ସେମାନେ ଆମ ପୋଜିସନ କୁ ସେମାନେ ମୁଁ କେବେ ତ ପହଞ୍ଚି ପାରିବେନି। ପ୍ରଭୁଜୀ ମୁଁ ସେଇ କଥା କହେ, 12 ଜାତି 13 ଗଲା, ବୈଷ୍ଣବ ହେଲେ ସବୁ ଗଲା। ହୁଁ। ୟାର ମିନିଂ ଟା ବୁଝ, ସବୁ ବୈଷ୍ଣବ ଯଦି ଡାକୁଛନ୍ତି ତାହେଲେ ସେ ମେନ୍ ନା, ହଁ, ସବୁ ସବୁ ଗୋତ୍ର ଜାତିକୁ ଆସିଛି, ଉର୍ଦ୍ଧ୍ୱରେ ସେଇଟା ମନା ରଖିବେ। ନାହିଁ। କାହିଁ ମନା ନାହିଁ ଦେଖନ୍ତୁ, କାହିଁକି ଆମେ ସମସ୍ତେ ସେ ପରମ ବୈଷ୍ଣବ ସ୍ଥିତିକୁ ଆମେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। କାରଣ ହେଲା ଚୈତନ୍ୟ ମହାପ୍ରଭୁ କଣ କଲେ, ତାଙ୍କର ବାପାଙ୍କର ମାନେ ଯେତେବେଳେ ମାନେ ଏଇଟା କରାଗଲା, ମାନେ ପିଣ୍ଡଦାନ ପାଇଁ ଯାଇଥିଲେ କି ନାହିଁ, ସେ ସ୍ୱୟଂ ଭଗବାନ, କିନ୍ତୁ ସେ ତ୍ରିବେଣୀ ସଙ୍ଗମକୁ ଯାଇକି ପିଣ୍ଡଦାନ କଲେ। ତ ସେ ଚାହିଁଥିଲେ ସେ ଯାଇ ନଥାନ୍ତେ, କିନ୍ତୁ କର୍ମକାଣ୍ଡ ନାହିଁ। ତ ଗୋତ୍ର ସେଇ ହିସାବରେ ଯେତେବେଳେ ଆପଣଙ୍କୁ ଜଣେ ପଚାରିଲା, ଆପଣ ଯଦି ଆପଣଙ୍କର ଗୋତ୍ର କହୁଛନ୍ତି ଅଚ୍ୟୁତ ନ କହିକିରି, ସେଟା କିଛି ଅପରାଧ ନୁହଁ। କିନ୍ତୁ ମନ ଭିତରେ ଆପଣ ଏଇଟା ଜାଣିଥାନ୍ତୁ ଯେ ଅଚ୍ୟୁତ ଗୋତ୍ର ହେଇଯିବାଟା ସବୁଠୁ ବଡ ପୋଜିସନ ଆଉ କିଛି ନାହିଁ। ସବୁଠୁ ବଡ ପୋଜିସନ, ସେଇଟା ଗର୍ବର ସହିତ ଆପଣ ଜାଣିପାରିବା କଥା। ତ ଏତା ମମତିଂ ଯୋଗಂ ଚ ପୂର୍ବ ଶ୍ଲୋକ ବର୍ଣ୍ଣନା କୃତି। ଏବେ ଆମେ ପୂର୍ବ ଶ୍ଲୋକରେ କୋଉଟା ବ୍ୟକ୍ତି ରୂପରେ କୋଉ 25 ବିଭୂତି କହିଲେ ଆପଣ କହନ୍ତୁ। ଆଉ ଭାବ ରୂପ 20 ବିଭୂତି, ମୁଁ ଏବେ ସେଇଟା ତ ଡିସ୍କସ କଲି। ବୁଦ୍ଧି ଜ୍ଞାନ ଅସମୋହ କ୍ଷମା କରିକି 20ଟା ଭାବ ରୂପ ହେଲା। ବ୍ୟକ୍ତି ରୂପରେ ଆପଣ ମତେ ଗଣିକି କହନ୍ତୁ, ଆପଣ ଯଦି ଧ୍ୟାନ ଦେଇକି ଶୁଣିଛନ୍ତି କି ବ୍ୟକ୍ତି ରୂପରେ 25 ବିଭୂତି ଭଗବାନ କଣ କଣ କହିଲେ। ଏଇ ନା ଜଷ୍ଟ କହିଛି ପୂର୍ବ ଶ୍ଲୋକରେ, ଆପଣ ଗଣି ହଁ ସପ୍ତରୁ ପ୍ରଭୁ, ଚାରି ସପ୍ତର୍ଷି 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 ସପ୍ତରୁ ଆଉ ସପ୍ତର୍ଷି ଚାରି ସାତ ମନୁ। ଭାଇ, 7 4 11 ଆଉ 14 ଚଉଦ ବାସ୍, ମନୁ। ସବୁ ମିଶେଇଲେ 25 ବିଭୂତି ବ୍ୟକ୍ତି ରୂପରେ ଭଗବାନ କହିଲେ। ଶିଳ ପ୍ରଭୁପାଦ କହୁଛନ୍ତି ଯେ ସାଧାରଣ ଲୋକେ ଜାଣନ୍ତି ଯେ ଈଶ୍ୱର ମହାନ ଅଟନ୍ତି, କିନ୍ତୁ ସେମାନେ ଜାଣନ୍ତି ନାହିଁ ଭଗବାନ କେଡେ ମହାନ ଅଟନ୍ତି। କାରଣ ବ୍ୟକ୍ତି ତତ୍ପର ସହ ଜାଣିଲେ ଭଗବାନଙ୍କର ମହାନତା ବିଷୟରେ, ସେ ଭଗବାନଙ୍କର ଶରଣାଗତ ହେଇଯିବ, ଆଉ ଭଗବତ ସେବାରେ ସେ ନିଯୁକ୍ତ ହବ। ତ ଏଇ ସବୁ ବିଭୂତି ଜାଣିବାର କାରଣ ହେଲା ଯେ ଆମେ ଜାଣିପାରିବା କଥା ଭଗବାନ କେତେ ମହାନ। ଏଇଟା ଯେ ପର୍ଯ୍ୟନ୍ତ ନ ଜାଣିବା, ଆମେ ମାନେ ଭଗବାନଙ୍କର ମାନେ କେମିତି ଭକ୍ତ ହେଇପାରିବା, ଆମେ ତାଙ୍କର ଶରଣାଗତ ହୋଇପାରିବା ନାହିଁ। ସ ଅବିକଳ୍ପେନ ଯୋଗେନ ଯୁଜ୍ୟତେ, ସେକେଣ୍ଡ ସେଣ୍ଟେନ୍ସ ଶ୍ଲୋକର ସ ଅବିକଳ୍ପେନ ଯୋଗେନ ଯୁଜ୍ୟତେ, ସେ ଅବିଚଳ ଭକ୍ତି ଯୋଗରେ ନିୟୋଜିତ ହୋଇଯାଏ। ଅର୍ଥାତ ମୋ ଛଡା ଅନ୍ୟ କେଉଁଠାରେ ତାର ମହତ୍ଵ ବୁଦ୍ଧି ରହେ ନାହିଁ। ଅନ୍ୟ କେଉଁଠାରେ ତାର ମହତ୍ଵ ବୁଦ୍ଧି ରହେନି, ମାନେ ବ୍ୟକ୍ତି ବିଶେଷରେ, ବସ୍ତୁ ବିଶେଷରେ, କୌଣସି ପରିସ୍ଥିତି ବିଶେଷରେ, କୌଣସି ବି ପରିସ୍ଥିତିକୁ ବି ମାନେ ତାର ମହତ୍ଵ ଆଉ ରହିବନି। ଯେମିତି ଆମେ ଏବେ ଯୋଉ ପରିସ୍ଥିତି କଥା କହିଲେ, କି କାଳେ କିଏ କଣ କହିଦେବ, ସେଇଥିରେ ଆମେ ଆମର ଏଇଟା ବିଭିନ୍ନ ମାନେ କୌଣସି ଜିନିଷରେ ମାନେ ସେ ମାନେ ତାର ମହତ୍ଵ ଆଉ ରହିବନି, ମହତ୍ଵ ସେ ଭଗବାନଙ୍କୁ ରଖିବ। ତେଣୁ ଜଡ ବସ୍ତୁ ବ୍ୟକ୍ତି ପ୍ରତି ଆକର୍ଷିତ ନହେବା, ଭଗବାନଙ୍କର ବିଭିନ୍ନ ଐଶ୍ୱର୍ଯ୍ୟ ଓ ଶକ୍ତି ବ୍ୟତୀତ ଜ୍ଞାନ ଭକ୍ତିରେ ଦୃଢତା ଆଣେ। ଏଇ ଶ୍ଲୋକର ମାନେ ମିନିଂ ଟା ଏଇଟା ହଉଛି ଯେ ଭଗବାନ କହୁଛନ୍ତି ଭକ୍ତିରେ ଦୃଢତା ଆଣିବା। ଆଚ୍ଛା, ଏଇଠି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଶ୍ଲୋକ ମାନେ ଶବ୍ଦ ଅଛି ଦେଖନ୍ତୁ, ସ ଅବିକଳ୍ପେନ। ସ ଅବିକଳ୍ପ, ଅବିକଳ୍ପର ଅର୍ଥ କଣ? ଭକ୍ତି ଛଡା ଯାହାର ଅନ୍ୟ ବିକଳ୍ପ ନାହିଁ। ମାନେ ଏମିତି ନଥାବି ଆପଣ ଯିବେ ଆପଣଙ୍କୁ ସେଇ ସମାନ ଫଳ ପାଇବେ, ସେଇଟା ନୁହଁ। ସ ଅବିକଳ୍ପେନ ମାନେ ଆଉ ବିକଳ୍ପ ନାହିଁ, ଭଗବାନଙ୍କର ଭକ୍ତି ହିଁ ସର୍ବଶ୍ରେଷ୍ଠ। ଅତ୍ର ନ ସଂଶୟ, ଯେଉଁଠାରେ ଦୁଇଟି ସତ୍ତା ଅଛନ୍ତି ସେଥିରେ ସଂଶୟ ଅଛି, କିନ୍ତୁ ଯୋଉଠି କେବଳ ଭଗବାନ କୃଷ୍ଣ ଅଛନ୍ତି ସେଥିରେ ସଂଶୟ ନାହିଁ। ଗୋଟେ ହିନ୍ଦୀରେ ଗୋଟେ ଏଇଟା ଅଛି, ଜବ मैं था वो नहीं थे, जब मैं था वो नहीं थे, जब वो है मैं नहीं हूं। ବୁଝିପାରିଲେ ତ? ମାନେ ଯେ ପର୍ଯ୍ୟନ୍ତ ଆପଣଙ୍କର ଗୋଟେ କଣ ସତ୍ତା ଅଛି, ଜବ मैं था ମାନେ ମୁଁ ସବୁଥିରେ ଥିଲି, ମତେ କଣ ଭଲ ଲାଗୁଛି, ମତେ ସମାଜରେ ମୋର କଣ ରେସପେକ୍ଟ ଅଛି, ମୁଁ କଣ ମାନେ ମୋର ଇନ୍ଦ୍ରିୟ ଭୋଗ କଣ କରିବି, ମୋ ବିଷୟରେ ଭାବିବି। ଜବ मैं था, ସେ ନଥିଲେ ମାନେ ଭଗବାନ କୃଷ୍ଣ ନଥିଲେ,
କିନ୍ତୁ ଯେତେବେଳେ ମୋ ଜୀବନରେ ଭଗବାନ କୃଷ୍ଣ ପଳେଇ ଆସିଲେ ଆଉ ମୁଁ ନାହିଁ, ମୋର ସବୁ କିଛି ଭଗବାନ କୃଷ୍ଣ ପାଇଁ ସମର୍ପିତ ହେଇଯାଇଛି। ମୁଁ ସକାଳୁ ଉଠିବି ବି ତାଙ୍କ ପାଇଁ, ଅଫିସ ବି ଯିବି ତାଙ୍କ ପାଇଁ, କର୍ମ ବି ତାଙ୍କ ପାଇଁ କରିବି, ସେବା ବି ତାଙ୍କ ପାଇଁ କରିବି, ଆଉ ମୋର ଯୋଉ ପରିବାର ଅଛନ୍ତି ସେ ପରିବାର ବି ଭଗବାନ କୃଷ୍ଣଙ୍କର, ମୁଁ କୌଣସିଥିର ମାଲିକ ନୁହଁ। ବୁଝିପାରିଲେ? ଶ୍ଲୋକ ନମ୍ବର 8 ରୁ 11 ଏବେ ଆସିଲା ଚତୁର୍ଶ୍ଲୋକୀ ଗୀତା। ଏବେ ଆମର ରହିଲା 15 ମିନିଟ, ରହିଲା 15 ମିନିଟ ଭିତରେ ଦେଖିବା କେତେଟା ଶ୍ଲୋକ ଯାଉଛି। ଆପଣ ଶ୍ଲୋକ 8 हरे ପାଠ कृष्ण କରନ୍ତୁ। प्रभु। अहम सर्वस्य प्रभव मत सर्व प्रवर्तते इति मत्वा भजन्ते मा बुधा भाव समन्वितः। अनुवाद। ସମସ୍ତ ଚିତ୍ ଜଗତ ଏବଂ ଭୌତିକ ଜଗତର ଉତ୍ପତ୍ତି ସ୍ଥଳ ମୁଁ। ସମସ୍ତେ ମୋ ଠାରୁ ଉତ୍ପତ୍ତି ଉତ୍ପନ୍ନ ହୁଅନ୍ତି। ଯେଉଁ ପଣ୍ଡିତଗଣ ଏହା ଭଲ ଭାବରେ ଜାଣନ୍ତି ସେମାନେ ଭକ୍ତି ଯୋଗ ମାର୍ଗରେ ମୋର ସେବାରତ ହୁଅନ୍ତି ଏବଂ ପ୍ରେମ ଓ ଶ୍ରଦ୍ଧା ସହିତ ମୋର ପୂଜା କରନ୍ତି। ହରେ କୃଷ୍ଣ। ମାତାଜୀ 8ଟା ସେଣ୍ଟେନ୍ସ ଛାଡିକି ସମସ୍ତ ବୈଦିକ ସାହିତ୍ୟ ଏକମତ, ସେଇଥିରୁ ପାଠ କରନ୍ତୁ ଭାବାର୍ଥ। 8ଟା ବାକ୍ୟ ଛାଡି ଦିଅନ୍ତୁ। ସମସ୍ତ ବୈଦିକ ସାହିତ୍ୟ ଅଛି ଦେଖନ୍ତୁ, ସମସ୍ତ ବୈଦିକ ସାହିତ୍ୟ ଏକମତ ଯେ ପାଇଲେ। ସାହିତ୍ୟ। ଆଜ୍ଞା ପ୍ରଭୁ। ଆଉ କିଏ ଯଦି ହଁ ପାଇଛନ୍ତି ହଁ ଆପଣ ପାଠ କରନ୍ତୁ, ସମସ୍ତେ ଯିଏ ପଠା। ପାଇଛନ୍ତି। ପଢିଦିଏ। ସମସ୍ତ ବୈଦିକ ସାହିତ୍ୟ ଏକମତ ଯେ ଶ୍ରୀକୃଷ୍ଣ ବ୍ରହ୍ମା ଶିବ ଓ ସମସ୍ତ ଦେବତାଙ୍କର ମୂଳ ଅଟନ୍ତି। ଠିକ ନା ଅଥର୍ବ ବେଦରେ ଗୋପାଳ ତାପନୀ ଉପନିଷଦ 1/24 କୁହାଯାଇଛି। ଯୋ ବ୍ରହ୍ମାଣ ବିଦଧାତି ପୂର୍ବଂ ଯୋ ବେଇ ବେଦାଶ୍ଚ ଗାପୟତି ସୋ କୃଷ୍ଣ। ଅର୍ଥାତ୍ ପ୍ରଥମେ ଯେ ବ୍ରହ୍ମାକୁ ବୈଦିକ ଜ୍ଞାନ କଲେ ସେ ହଉଛି କୃଷ୍ଣ ଏବଂ ସେ ମଧ୍ୟ ଅତୀତରେ ପ୍ରଦାନ କରିଛନ୍ତି। ପୁନର୍ବାର ନାରାୟଣ ଆଜ୍ଞା ଆଉ ପଢିବି ପଢ- ପ୍ରଭୁଜୀ। ପଢନ୍ତୁ ହଁ ପ୍ରଭୁଜୀ, ଏ ମାତେ ଏଇଟା ପଢନ୍ତୁ, କାହିଁକି ଏଇଟା ବିଭିନ୍ନ ଉପନିଷଦରେ ବିଭିନ୍ନ ବେଦରେ କେମିତି ଭଗବାନ କୃଷ୍ଣ ସର୍ବଶ୍ରେଷ୍ଠ ସେ କଥା ଲେଖା ହେଇଛି। ତ ଆପଣଙ୍କୁ ଏବେ ଟିକେ ପଢନ୍ତୁ, ମୁଁ ଆପଣଙ୍କୁ ମୁଁ କହିବି କେତେବେଳେ ବନ୍ଦ କରିବି। ଆଜ୍ଞା। ପୁନର୍ବାର ନାରାୟଣ ଉପନିଷଦ 1ରେ କୁହାଯାଇଛି, ଅଥ ପୁରୁଷ ବେଇ ନାରାୟଣ ଅକାମୟତ ପ୍ରଜା ସୃଜେ ୟେତି। ଅର୍ଥାତ୍ ତତ୍ପରେ ପରମ ପୁରୁଷ ନାରାୟଣ ଜୀବ ସୃଷ୍ଟି କରିବାକୁ ଇଚ୍ଛା କଲେ। ପୁନର୍ବାର କୁହାଯାଇଛି, ନାରାୟଣ ବ୍ରହ୍ମା ଜାୟତେ, ନାରାୟଣ ପ୍ରଜାପତି ପ୍ରଜାୟତେ, ନାରାୟଣ ଇନ୍ଦ୍ର ଜାୟତେ, ନାରାୟଣ ଅଷ୍ଟବସବ ଜାୟତେ, ନାରାୟଣ ଏକାଦଶ ରୁଦ୍ର ଜାୟତେ। ପ୍ରଭୁଜୀ ଆଉ କିଏ ପଢିବେ କି? ଏ ଦୁଷ୍ଟ ହଉଛି ଟିକେ, ନାତିରା ପଳେଇ ଆସି। ଆଚ୍ଛା, ମୁଁ ହରେ ପଢୁଛି, କୃଷ୍ଣ। ଶୁଣନ୍ତୁ। ଆପଣ ହରେ ପଢିବେ? ପଢନ୍ତୁ ପଢନ୍ତୁ। ଅର୍ଥାତ୍ ନାରାୟଣଙ୍କ ଠାରୁ ବ୍ରହ୍ମା ଜାତ ହୋଇଛନ୍ତି, ନାରାୟଣଙ୍କ ଠାରୁ ପ୍ରଜାପତି ଗଣ ମଧ୍ୟ ଜାତ ହୋଇଛନ୍ତି, ନାରାୟଣଙ୍କ ଠାରୁ ଇନ୍ଦ୍ର ଜାତ ହୋଇଛନ୍ତି, ନାରାୟଣଙ୍କ ଠାରୁ ଅଷ୍ଟବସୁ ଜାତ ହୋଇଛନ୍ତି, ନାରାୟଣଙ୍କ ଠାରୁ ଏକାଦଶ ରୁଦ୍ର ଜାତ ହୋଇଛନ୍ତି, ନାରାୟଣଙ୍କ ଠାରୁ ଦ୍ୱାଦଶ ଆଦିତ୍ୟ ମଧ୍ୟ ଜାତ ହୋଇଛନ୍ତି। ସେହି ବେଦରେ ପୁଣି କୁହାଯାଇଅଛି, ବ୍ରହ୍ମଣ୍ୟ ଦେବକୀ ପୁତ୍ର, ଅର୍ଥାତ୍ ଦେବକୀ ପୁତ୍ର କୃଷ୍ଣ ହିଁ ପରମ ପୁରୁଷ ଅଟନ୍ତି। ପୁଣି କୁହାଯାଇଅଛି, एको वै नारायण आसीन न ब्रह्मा न ईशो नापो नाग्नि समो नेमे द्याव्या पृथिवी न नक्षत्राणि न सूर्यः स एकाकी न रमते तस्य ध्यानान्तः तस्य यत्र छन्दोभिः क्रियमाणाष्टकादि ନାରାୟଣ ହିଁ ଥିଲେ। ବ୍ରହ୍ମା ଶିବ ଅଗ୍ନି ଏବଂ ଆକାଶରେ ଚନ୍ଦ୍ର ନକ୍ଷତ୍ର ଓ ସୂର୍ଯ୍ୟ କେହି ନଥିଲେ, କେବଳ କୃଷ୍ଣ ହିଁ ଥିଲେ, ଯେ କି ସମସ୍ତ ସୃଷ୍ଟି କରନ୍ତି ଏବଂ ଉପଭୋଗ କରନ୍ତି। ଅନେକ ପୁରାଣରେ କୁହାଯାଇଅଛି ଯେ ଶ୍ରୀ ଶିବଜୀ ପରମ ପୁରୁଷ ଭଗବାନଙ୍କ ଠାରୁ ଜାତ ହୋଇଛନ୍ତି ଏବଂ ବେଦ ମଧ୍ୟ କହେ ଯେ ଭଗବାନ ହିଁ ବ୍ରହ୍ମା ଏବଂ ଶିବଙ୍କର ସୃଷ୍ଟିକର୍ତ୍ତା। ସେଇ ଭଗବାନ ହିଁ ପୂଜ୍ୟ ଅଟନ୍ତି। ରହିଯାଆନ୍ତୁ ମୋକ୍ଷ ପ୍ରଭୁଜୀ, ଧର୍ମ ରହିଯାଆନ୍ତୁ। ତ ଏଇଥିରେ ଏଇ ସବୁ ଜିନିଷ ପଢିବାର କଣ ଆମର ତାତ୍ପର୍ଯ୍ୟ କଣ ନା, ସବୁ ଉପନିଷଦ ଆଉ ବେଦର ସବୁ ମନ୍ତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପରମ ପୁରୁଷ ଭଗବାନ ବୋଲି କୁହାଗଲା।
कहीं बहुत लोकंकर डाउट थाए रे भगवान श्रीकृष्ण को तमे पूजा करछो सेति तो भगवान श्रीकृष्ण को बड़ बोली कहउछ किंतु एटी केते उदाहरण दिया गला समस्त वेद उपनिषद रो दिया गला आगो को पुनी कोन मुख्य धर्म रे श्रीकृष्ण कोन कहिसेंती प्रजा रुद्रं चाप्य माया विमोहितो प्रजापति गुण शिव अन्य माने मो द्वारा सृष्ट होइछंती जेहेतु से माने मोर माया शक्ति द्वारा विमोहित से माने मो ठाରୁ ଜାତ ହେଇଛନ୍ତି ବୋଲି ଜାଣି ନାହାନ୍ତି ମାନେ ସେମାନେ ବି ଜାଣି ପାରୁନାହାନ୍ତି ଯେ ସେମାନେ କୋଉଠି ଜାଣନ୍ତି ବରାହ ପୁରାଣରେ ଲେଖା ହେଇଛି ନାରାୟଣ ପರೋ ଦେବସ୍ତରାଜ ଜାତଶ୍ଚ ତୁର୍ମୁଖଃ ତସ୍ମାଦ୍ ରୁଦ୍ର ଅଭବତ୍ ଦେବସ ଚ ସର୍ବଗତାଗତଃ ନାରାୟଣ ପରମ ପୁରୁଷ ଅଟନ୍ତି ତାଙ୍କଠାରୁ ବ୍ରହ୍ମା ଜାତ ହୋଇଛନ୍ତି ଏବଂ ବ୍ରହ୍ମାଙ୍କ ଠାରୁ ଶିବ ଜାତ ହୋଇଛନ୍ତି ମାନେ ସବୁ ଶାସ୍ତ୍ର ଶ୍ରୁତି ଶାସ୍ତ୍ର ଆଉ ସ୍ମୃତି ଶାସ୍ତ୍ର ଏହା ସବୁ ଜାଗାରେ ଗୋଟେ କଥା ବର୍ଣ୍ଣନା ହେଇଛି ଯେ ଭଗବାନ ଶ୍ରୀକୃଷ୍ଣ ହଉଛନ୍ତି ପରମ ପୁରୁଷ ଭଗବାନ ତେଣୁ କୌଣସି ସଂଶୟ ରହିବା ଉଚିତ ନୁହଁ ଭଗବାନ କଣ କହିଲେ ଅହଂ ସର୍ବସ୍ୟ ପ୍ରଭବ ଏଇଟା ଏଇଟା ଚତୁର୍ଶ୍ଲୋକୀ ଗୀତାର ପ୍ରଥମ ଶ୍ଲୋକଟା ଏଇଟା ଦେଖନ୍ତୁ ଏଇଟା ହଉଛି ଗୀତା ସାର ଏଇ ଚାରିଟା ଶ୍ଲୋକ ଆପଣଙ୍କୁ ଯଦି ପଚାରିବ ଗୀତା ସାର କୋଉ ଚାରିଟା ଶ୍ଲୋକ ଚତୁର୍ଶ୍ଲୋକୀ ଗୀତା ଏଇଟା ଆପଣ ମାର୍କ କରିକି ରଖିବେ ଅହଂ ସର୍ବସ୍ୟ ପ୍ରଭବ ମୁଁ ସଂସାର ମାତ୍ର ପ୍ରଭବ ବା ମୂଳ କାରଣ ଅଟେ ଭଗବାନଙ୍କର କାରଣ ଆଉ କେହି ନାହାନ୍ତି ଅନାଦିରାଦି ଗୋବିନ୍ଦ ସର୍ବ କାରଣ କାରଣମ୍ ବ୍ରହ୍ମାଜୀ କହୁଛନ୍ତି ତାପରେ ମତଃ ସର୍ବ ପ୍ରବର୍ତ୍ତତେ ଭଗବାନଙ୍କଠୁ ସବୁ କିଛି ଉତ୍ପନ୍ନ ହୁଅନ୍ତି ମାନେ ଯାହା କିଛି ଆପଣ ଦେଖୁଛନ୍ତି ତାର ଉତ୍ପତ୍ତି ସ୍ଥଳ ଭଗବାନ ଭଗବାନ ଉତ୍ପତ୍ତି ସ୍ଥିତି ଆଉ ପ୍ରଳୟ ଏ ସବୁଥି କାରଣ ହଉଛନ୍ତି ସ୍ୱୟଂ ଭଗବାନ ଏଟା ଭଗବତ ଗୀତାର ଆପଣଙ୍କର ଭାଗବତ ଶ୍ରୀମଦ ଭାଗବତମର ପ୍ରଥମ ମାନେ ଶ୍ଲୋକରେ ବି ଆପଣ ଏଇଟା ପାଇବେ ଆଉ କଣ ଭଗବାନ 15-12 ଭଗବତ ଗୀତା 15-12 କଣ କହିଲେ ସୂର୍ଯ୍ୟ ଚନ୍ଦ୍ରମାର ତେଜ ମୁଁ ଅଟେ 15-14 କହିଲେ ପୃଥିବୀର ଗୁରୁତ୍ୱାକର୍ଷଣ ଶକ୍ତି ଚନ୍ଦ୍ରମାର ରସ ପାଚନ କ୍ରିୟା ଏଇଥିରୁ ପ୍ରମାଣ ହଉଛି ଯେ ମତଃ ସର୍ବ ପ୍ରବର୍ତ୍ତତେ ଯାହା କିଛି ବି ଆମେ ଦେଖୁଛୁ ସବୁ ଭଗବାନଙ୍କଠୁ ଆସିଛି ଇତି ମତ୍ବା ଏହା ମାନି ନେବା ଆଉ ଏଇଟା ହୃଦୟରୁ ଯିଏ ମାନୁଛି ସେ ଆଉ ସେ ନିଜକୁ କଣ ଲାଭଟା କଣ ହବ ସେ ଆଉ କର୍ତ୍ତା ଭାବରେ ଦେଖିବ ନାହିଁ ନିଜକୁ କର୍ତ୍ତା ଅହମିତି ମନ୍ୟତେ ମୂଢ ଲୋକ ନିଜକୁ କର୍ତ୍ତା ଭାବେ କିନ୍ତୁ ଯିଏ ଜ୍ଞାନୀ ଯିଏ ଭଗବତ ଗୀତା ପଢିଛି ଆଉ ତତ୍ପର ସହିତ ଯିଏ ବୁଝିଛି ଆଉ ହୃଦୟଙ୍ଗମ କରିଛି ହୃଦୟରୁ ଯିଏ ମାନୁଛି ସେ ଜାଣିଛି ଯେ ମୁଁ କିଛି ନୁହଁ ମୁଁ କର୍ତ୍ତା ନୁହଁ କାହିଁକି ଏ ସବୁ ବିଭୂତି ଭଗବାନଙ୍କର ସେ ଜାଣିଲା ବିଭୂତି ପଢିଲା ସବୁ ଆଉ ସେଥିରୁ ସେ ଜାଣି ପକେଇଲା ମୁଁ କର୍ତ୍ତା ନୁହଁ ଯାହା ବି ଦେଖୁଛି କରୁଛି ସବୁ ଭଗବାନ କରୁଛନ୍ତି ବୁଧା ମାନେ ବୁଦ୍ଧିମାନ ଲୋକ ଯାହା ଏଇ ଯୋଉ ଉପରୋକ୍ତ ଭାବ ଯାହାର ଅଛି ଯେ ଏମିତି ଜାଣିପାରୁଛି ଆଉ କେମିତି ଏଇଟା କରିବ ଭାବ ସମନ୍ବିତା ମାନେ ଭକ୍ତି ଭାବର ସହିତ ଏଇଟା ତାର ଥିବା କଥା ଆଉ କୌଣସି ଭାବ ନଥିବ ମୁଁ ଜ୍ଞାନୀ ବୋଲି ଭାବ ନଥିବ ଭକ୍ତିରେ 5ଟି ଭାବ ବା ରସ ଅଛି ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ଏଇ ଭାବ ସବୁ ନେଇକିରି ସେ କରିବ ମାମ୍ ଭଜନ୍ତେ ନବଦା ଭକ୍ତି ଦ୍ଵାରା ଭଗବାନଙ୍କର ଭଜନ କରିବ ଶ୍ଲୋକ ନମ୍ବର 9 ପାଠ କରନ୍ତୁ हरे कृष्ण श्लोक नंबर 9 मत्सितारं कथयन्तश्च मन्नितं तिष्ठन्ति च स्मरन्ति च अनुवाद ମୋର ଶୁଦ୍ଧ ଭକ୍ତମାନଙ୍କର ଚିନ୍ତାଧାରା ମୋ ଠାରେ ହିଁ କେନ୍ଦ୍ରିତ ହୋଇଥାଏ ସେମାନଙ୍କର ଜୀବନ ମୋ ଠାରେ ସମର୍ପିତ ହୋଇଥାଏ ଏବଂ ସେମାନେ ପରସ୍ପର ମଧ୍ୟରେ ମୋ ସମ୍ବନ୍ଧରେ କଥାବାର୍ତ୍ତା ହୋଇ ଏବଂ ମୋ ସମ୍ବନ୍ଧୀୟ ଜ୍ଞାନାଲୋକ ପ୍ରଦାନ କରି ଅତ୍ୟନ୍ତ ଦିବ୍ୟ ଆନନ୍ଦ ଓ ସନ୍ତୋଷ ଲାଭ କରନ୍ତି ଧନ୍ୟବାଦ ମାଦି ଏଥିରେ ଦେଖନ୍ତୁ ସବୁ ବହୁତ ଇମ୍ପୋର୍ଟାଣ୍ଟ ଶବ୍ଦ ଗୁଡା ସବୁ ମତ୍ ଚିତ୍ତା ଯାହାର ଚିତ୍ତ ମୋ ଠାରେ ଲାଗିଛି ବିଭିନ୍ନ ଲୋକମାନଙ୍କର ପାଖରେ ଚିତ୍ତ ଅଲଗା ଅଲଗା ଜାଗାରେ ଲାଗିଥାଏ କାହା ପାଖରେ ଧନରେ ଲାଗିଥାଏ କାହା ପାଖରେ ଜନରେ ଲାଗିଥାଏ ଭୋଗରେ ଦୃଶ୍ୟରେ ଏଇ ସବୁ ବିଭିନ୍ନ ଜାଗା ଦୃଶ୍ୟରେ ମାନେ କଣ ବିଭିନ୍ନ ଜାଗାକୁ ବୁଲିଯିବି ପଇସା ଜମା କରିବି ବର୍ଷ ଶେଷରେ ଗୋଆ ଯିବି କୋଉଠି ଗୋଟେ ସୁନ୍ଦର ସୁଇଜରଲ୍ୟାଣ୍ଡ ପଳେଇବି ଏଇଟା ବି ଦୃଶ୍ୟରେ ତାର ଚିତ୍ତ ଲାଗିଛି ଧନରେ ଲାଗିଛି କେମିତି ପଇସା ବେଶୀ ଇନକମ ପଲିଟିକାଲ ଲୋକ ହେଇଥିଲେ କେମିତି ଜନରେ ଲାଗିଛି ତାର ଲୋକ କେମିତି ବଢିବେ ତା ପାର୍ଟିରେ ଏଇ ଟାଇପର ବିଭିନ୍ନ ଜାଗାରେ ଲାଗିଛି କିନ୍ତୁ ମତ୍ ଚିତ୍ତା ଯେତେବେଳେ ଭଗବାନ କହିଲେ ସେ ଭାଗ୍ୟବାନ ଭକ୍ତ ଯିଏ ସେ
तार चित्तटा भगवान ठारे लगी मच्चिता कहले गोटे देखो बहुत गोटे फेमस माने श्लोक गोटे अच्छी श्रीमद् भागवतम एटा गोपी माने कहउछन्ती आमे डिस्कस करथिले फिर भी हम कहउछि आउ थरे या दोहने अबहनने मथन उपलेप प्रेक्षं इक्षण अर्भ ଆଉ କ୍ଷଣ ମାର୍ଜନ ଆଦୌ ଗାୟନ୍ତି च ଏନମ୍ ଅନୁରକ୍ତ ଧିୟ ଅଶ୍ରୁକଣ୍ଠୟୋ ଧନ୍ୟା ବ୍ରଜସ୍ତ୍ରୀୟ ଉରୁକ୍ରମ ଚିନ୍ତାୟାନା ଉରୁକ୍ରମ ଚିନ୍ତା ଉରୁକ୍ରମ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଚିନ୍ତା କରିବା ବ୍ରଜସ୍ତ୍ରୀ ମାନେ ପରମ ଭାଗ୍ୟଶାଳୀ କାରଣ ସେମାନେ କୃଷ୍ଣଙ୍କର ପ୍ରତି ପୂର୍ଣ୍ଣ ଭାବରେ ଅନୁରକ୍ତ ଚିତ୍ତ ହୋଇ ଏବଂ ଅଶ୍ରୁଳ ନୟନରେ ଅଶ୍ରୁଳ ନୟନ ମାନେ କଣ ଭାବ ଭକ୍ତିର ସହିତ ଅବରୁଦ୍ଧ କଣ୍ଠରେ ସେମାନେ ଗାଇ ମାନେ ତାଙ୍କର କଣ୍ଠ ଅବରୁଦ୍ଧ ହେଇଛି ଗାଈ ଧୁଇଲା ସମୟରେ ଚାଉଳ କୁଟିଲା ସମୟରେ ଦହି ମନ୍ଥିଲା ସମୟରେ ଗୋବର ଗୋଟାଇଲା ସମୟରେ ଦୋଳି ଝୁଲିବା ସମୟରେ କ୍ରନ୍ଦନରତ ଛୋଟ ଶିଶୁ ମାନଙ୍କୁ ସମ୍ଭାଳିବା ସମୟରେ ଅଗଣା ଧୋଇଲା ସମୟରେ ଘର ଝାଡୁ କରିବା ସମୟରେ ସେମାନେ ନିରନ୍ତର କୃଷ୍ଣଙ୍କର ଗୁଣ ଗାନ କରନ୍ତି ଏପରି ଉଚ୍ଚ ଶ୍ରେଣୀର ତ ଏବେ ମच्चिता ବୁଝିପାରିଲେ ସମସ୍ତେ ଏଥିରେ ଆଉ କୌଣସି ଏକ୍ସପ୍ଲାନେସନ ଦରକାର ନାହିଁ ମच्चिता ତାହାକୁ କୁହାଯିବ ଯାହାର ଏମିତି ଭାବ ଯାହାର ଥିବ ସେ ସବୁ କର୍ମ କରୁଥାଇ ବି ଭଗବାନଙ୍କର ଚିନ୍ତା ସବୁବେଳେ ଥିବ ଗୋବିନ୍ଦ ଦାମୋଦର ସ୍ତୋତ୍ର ଗୋଟେ ଅଛି ଗୋବିନ୍ଦ ଦାମୋଦର ସ୍ତୋତ୍ର ସେଇଥିରେ କଣ କୁହାଯାଇଛି ମୁରାରି ପଦାର୍ପିତ ଚିତ୍ତ ବୃତ୍ତି ଏଥିରେ ବର୍ଣ୍ଣନା କରାଯାଇଛି ଯେ ଗୋପୀ ମାନେ କ୍ଷୀର ଦହି ବିକ୍ରି କରିବା ସମୟରେ ସେମାନେ କଣ ଦହି ନିଅ କ୍ଷୀର ନିଅ ନ କହିକି ସେମାନେ କଣ କହୁଥିଲେ ଗୋବିନ୍ଦ ନିଅ ଦାମୋଦର ନିଅ ବୋଲିକି ସେମାନେ କହୁଥିଲେ ଗାଁ ଗାଁ ଯେତେବେଳେ ବିକ୍ରି କରି ଯାଉଥିଲେ କାହିଁକି ତାଙ୍କ ଚିତ୍ତ ବୃତ୍ତିଟା କୃଷ୍ଣଙ୍କର ଆବେଶରେ ଥିଲା ତାଙ୍କୁ କୌଣସି ପରିଶ୍ରମ କରିବାକୁ ତାଙ୍କର ଆବେଶ ହିଁ ସେ ତାଙ୍କର ଚିତ୍ତକୁ ସେଇଥିରେ ଥିଲା ତାପରେ ଦେଖନ୍ତୁ ଗୋଟେ ଏଇଟା ଆମେ ମच्चिता ଆମେ ଡିସ୍କସ କଲେ ଏବେ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ପୁଣି ସହିତ ମଦଗତ ପ୍ରାଣାହ ମଦଗତ ପ୍ରାଣର ଅର୍ଥ କଣ କୌଣସି ବ୍ୟକ୍ତି ମୃତ ହେଇଗଲେ ତାହାକୁ ଆମେ କଣ କହୁଛୁ ଗତ ପ୍ରାଣ ମାନେ ମରିଗଲା ତା ପ୍ରାଣ ଚାଲିଗଲା ଗତ ପ୍ରାଣ କିନ୍ତୁ ଏଠି କଣ ଏଇଠି ଶବ୍ଦଟା ହଉଛି ମଦଗତ ପ୍ରାଣ ମାନେ ଭଗବାନଙ୍କ ବିନା ସେ ବଞ୍ଚି ପାରିବ ନାହିଁ ଭଗବାନଙ୍କୁ ତାଠୁ ଛଡେଇ ନିଅନ୍ତୁ ସେ ମରିଯିବ ଏଇଭଳି ସ୍ଥିତି ଯାହାର ତାକୁ କୁହାଯିବ ମଦଗତ ପ୍ରାଣ ସେଭଳି ସ୍ଥିତି କେତେ ଲୋକଙ୍କର ଅଛି ଯାହାର ପ୍ରାଣ ଓ ସମସ୍ତ ଇନ୍ଦ୍ରିୟ କେବଳ କୃଷ୍ଣଙ୍କର ଉଦ୍ଦେଶ୍ୟରେ କାର୍ଯ୍ୟ କରେ ଯାହା କାର୍ଯ୍ୟ କଲେ ମଧ୍ୟ ଭଗବାନଙ୍କୁ ଅର୍ପଣ କରିବା ହେଉଛି ମଦଗତ ପ୍ରାଣ ଏବେ ଗୋଟେ ବହୁତ ବଡ ଭକ୍ତ ଥିଲେ ବୃନ୍ଦାବନରେ ଥରେ କଣ ହେଲା ସେ ଭଗବାନଙ୍କର ସବୁବେଳେ ଭଜନରେ ସବୁବେଳେ ଥାଆନ୍ତି ସେ ଭଗବାନଙ୍କର ସାମ୍ନାରେ ବସିକି ସେ ଭଜନ କରନ୍ତି ବହୁତ ମାନେ ନିରୀହ ଭକ୍ତ ସେ ଯେତେବେଳେ ଥରେ ସନ୍ଧ୍ୟାରେ ଭଗବାନଙ୍କର ମାନେ କୀର୍ତ୍ତନ କରୁଥିଲେ ସେତେବେଳେ ଖବର ଆସିଲା ବାକି ମାନେ ଆସିକି ତା କାନରେ କହିଲେ ଆରେ ତମ ପୁଅ ତୁମର ଚାଲି ଯାଇଛନ୍ତି ତମ ପୁଅକୁ ସାପ କାମୁଡି କିଛି ବେହୋସ ସମୟ ହେଇଗଲେ ପରେ ସେ ଯୋଉ କଥାଟା ଶୁଣିଲେ ଭଗବାନଙ୍କୁ ଚିହ୍ନି ବୋଲି ଆଁ? କଣ କହିଲେ ସେ- ଯୋଉ ପୁତ୍ର ମୋହ ଏଇ ଯୋଗୁରୁ ଖବର ଶୁଣିଲେ ସେ ସମୟଟା ଭଗବାନଙ୍କୁ ଚିନ୍ତା କରିପାରିଲେନି ବୋଲି ତାଙ୍କ ବେହୋସ ହେଇଗଲେ। ହଁ ଠିକ କହିଛନ୍ତି ମାତାଜୀ ଆପଣ ବି ମଦଗତ ପ୍ରାଣା ଭକ୍ତ ଆଉ ମାନେ ସେ କଣ ଭାବିଲେ କି ଆରେ ପୁଅଟା ଚାଲିଗଲା ତ ଏଥିପାଇଁ ଏବେ ପୁଣି ସେ 12 ଦିନ ପର୍ଯ୍ୟନ୍ତ 13 ଦିନ ପର୍ଯ୍ୟନ୍ତ କେତେ କଣ କରିବାକୁ ପଡିବ ମୋର କାଳେ ମୁଁ ଭଗବାନଙ୍କର ମୋର ମାନେ ସବୁ ମୋର ମାନେ ସେବାଟା ମୋର କମ ହେଇଯିବ ଏଇ କଥା ସେ ଚିନ୍ତା କରିକିରି ବେହୋସ ହେଇଛନ୍ତି ଲୋକ ଭାବିଲେ ବୋଧେ ତାଙ୍କ ପୁଅ ମରିଗଲା ବୋଲି ବେହୋସ ହେଲେ ନାଇଁ ମୋର ସେବା ବନ୍ଦ ହେଇଯିବ ମୁଁ କୀର୍ତ୍ତନ ଆଉ ଭଲ ଭାବେ କରିପାରିବିନି ଏଇ ଚିନ୍ତାରେ ସେ ବେହୋସ ହେଇଗଲେ ତାକୁ କୁହାଯାଏ ମଦଗତ ପ୍ରାଣ ଭଗବାନଙ୍କ ବିରହ କଥା ଶୁଣିଲା ମାତ୍ରେ ସେମାନେ ଆଉ ସହି ପାରିବେନି ପ୍ରାଣ ଚାଲିଗଲା ଭଳିଆ ଲାଗିବ ସମସ୍ତ ଇନ୍ଦ୍ରିୟ ତାଙ୍କର ସବୁବେଳେ ଭଗବତ ସେବାରେ ଲଗେଇବା ଉଚିତ ଦେଖନ୍ତୁ ଆମେ ଏମିତି ମଦଗତ ପ୍ରାଣ ନ ହେଇପାରିଲେ କଣ ହେଲା ଏଟଲିଷ୍ଟ ଆମେ ଶ୍ଲୋକର ଅର୍ଥ ତ ଆମେ ଜାଣିଥିବା କଥା ଶବ୍ଦର ଅର୍ଥ ତ ଜାଣିଥିବା କଥା ନା କି ଯୋଉ ସ୍ଥିତିର ସେ ଭକ୍ତ ମାନେ କେମିତି ଭକ୍ତ ଭଗବାନ ଶ୍ରୀକୃଷ୍ଣଙ୍କର ଅନ୍ୟ ଏକ ନାମ ହେଉଛି ଗୋପୀ ପ୍ରାଣଧନ ଆପଣଙ୍କର ପ୍ରାଣ ଭଗବାନଙ୍କର ବିନା ଆଉ ଧାରଣ କରି ହେଉନାହିଁ ଯଦି ଆପଣ ମଦଗତ ପ୍ରାଣ କିମ୍ବା ଅନ୍ୟ ସମୟରେ ଆପଣଙ୍କର ପାଇଁ ନିଜ ପ୍ରାଣ ମଧ୍ୟ ଉତ୍ସର୍ଗ କରିଦେବା ପାଇଁ ଯିଏ ପ୍ରସ୍ତୁତ ମାନେ ଭଗବାନଙ୍କ ପାଇଁ ଦରକାର ପଡିଲେ ପ୍ରାଣ ବି ପଳେଇ ଯାଉ କିନ୍ତୁ ମୁଁ ଭକ୍ତି ଛାଡିବି ନାହିଁ
ଏଇ ଟାଇପର ଯାହାର ମନୋବୃତ୍ତି ଅଛି ସେ ହଉଛି ମଦଗତ ପ୍ରାଣ। ଦେଖନ୍ତୁ ଶିଲ ପ୍ରଭୁପାଦଙ୍କୁ 2 ଥର ହାର୍ଟ ଆଟାକ୍ ପଳେଇ ଆସିଲା, କିନ୍ତୁ ସେ ଫେର ବି ଗଲେ କି ନାହିଁ ଫରେନ୍ କଣ୍ଟ୍ରି ବିନା ପଇସାରେ। ମାନେ ସେ ଜାଣିଛନ୍ତି ଯେ ମୁଁ ମାନେ ଯିଏ ଗୋଟେ ସାଧାରଣ ଲୋକ ଭାବିବ ମୁଁ ସେଠି ପହଞ୍ଚିବି ମାନେ ମରିବା ପାଇଁ ମୁଁ ଯାଉଛି। ଆକ୍ଚୁଆଲି ମେଣ୍ଟାଲିଟିଟା ସେଟା ସାଧାରଣ ଲୋକର। କିନ୍ତୁ ଶିଲ ପ୍ରଭୁପାଦ କଣ, ମାନେ ଯାହା ପଛେ ହଉଛି ଭଗବାନ କୃଷ୍ଣ ମତେ ସେଠି ନଉଛନ୍ତି, ବୁଦ୍ଧେବଙ୍କ ଦେଶ, ମୁଁ ସେଠି ପ୍ରଚାର କରିବି ମଦଗତ ପ୍ରାଣା ର। ଏଇଟା ହଉଛି ପରଫେକ୍ଟ ଉଦାହରଣ। ଅଲଗା କିଏ କହିଥିଲେ ଡରି ହେଇଥାନ୍ତା କି ମାନେ 2 ହାର୍ଟ ଆଟାକ୍ ମାନେ ମୁଁ ଆଉ ଯିବିନି କହିଥାନ୍ତା। ଏବେ ମତ ଚିତ୍ତାହା ଯୋଉ ଆମେ ଡିସ୍କସନ କଲେ ଏବେ, ତାର ଅର୍ଥ ହଉଛି ଇଣ୍ଟରନାଲ ଏବଜର୍ପସନ, ମାନେ ଚେତନା ଆଉ ମନ ଭଗବାନଙ୍କ ଠାଗରେ ଲାଗିଗଲା, ସେଇଟା ହଉଛି ମଚିତ୍ତା। ଆଉ ମଦଗତ ପ୍ରାଣ ହେଲା ସମସ୍ତର ବାହ୍ୟ ଯେତେବେଳେ ଲାଗି ସେ ଆମର ଇନ୍ଦ୍ରିୟ ଆଉ ମନ ଭଗବାନଙ୍କ ସେବାରେ ଉଭୟ ଲାଗିବ। ତ ମଚିତ୍ତା ମାନେ ଅନ୍ତଃ ଇନ୍ଦ୍ରିୟ, ମଦଗତ ପ୍ରାଣ ମାନେ ବାହ୍ୟ ଇନ୍ଦ୍ରିୟ। ପରସ୍ପର ବୋଧୟନ୍ତ, ତାପରେ ଗୋଟେ ଶବ୍ଦ ଆସିଲା, ମାନେ କଣ, ଭଗବାନଙ୍କ ଲୀଳା କଥାକୁ ପରସ୍ପର ମଧ୍ୟରେ ଆଳାପ କରିବା। ପ୍ରତ୍ୟେକ ଥର ଭଗବାନଙ୍କ ଲୀଳାକୁ ନୂତନ ଭଳିଆ ଲାଗିବା। ଭକ୍ତମାନେ ନିଜ ନିଜ ଭିତରେ ଆଳାପ କରୁଛନ୍ତି, ସେଇଟାକୁ କଣ, ପରସ୍ପର ବୋଧୟନ୍ତ। ତାପରେ କଣ, ମାମ ନିତ୍ୟ କଥୟନ୍ତ ଚ, ଭଗବାନଙ୍କର ପ୍ରେମୀ ଭକ୍ତ ମାନଙ୍କୁ ଭଗବାନଙ୍କର କଥା ଶ୍ରୋତା ମିଳିଲେ କହିବେ, ଆଉ ଯଦି ବକ୍ତା ମିଳିଲେ ନିଜେ ଶୁଣିବେ। ଏଇଟା ହଉଛି ଭଗବାନ ଭକ୍ତର ଲକ୍ଷଣ। ଯୋଉଠି ଆପଣଙ୍କୁ କିଏ ଗୋଟେ ଶୁଣେଇବାର ଲୋକ ମିଳିଗଲା, ଆପଣ ଶୁଣିବେ ତାଙ୍କଠୁ। ଆଉ କେହି ଯଦି ନାହାନ୍ତି, ଆପଣ 4 ଲୋକଙ୍କୁ ଶୁଣେଇବେ। ଭଗବାନ ବି କଣ କହିଲେ, ନାହମ୍ ବସାମି ବୈକୁଣ୍ଠେ ଯୋଗିନାମ ହୃଦୟେନ ଚ ମଦ୍ଭକ୍ତା ୟତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ମାନେ ଭଗବାନ କହୁଛନ୍ତି ମୁଁ କୋଉଠି ରହେ ନା, ମୁଁ ବୈକୁଣ୍ଠରେ, ନା ଯୋଗୀ ମାନଙ୍କର ହୃଦୟରେ। ମୁଁ କୋଉଠି ରହେ ନା, ଯୋଉଠି ମୋର ଗୁଣ କୀର୍ତ୍ତନ କରୁଛନ୍ତି ମୋର ଭକ୍ତ ମାନେ, ମୁଁ ସେଇଠି ରହେ। ତୁଷ୍ୟନ୍ତି ଚ ରମନ୍ତି ଚ। ତୁଷ୍ୟନ୍ତି ରମନ୍ତି ଚ ଶ୍ଲୋକ ନମ୍ବର 9ରେ ଦେଖନ୍ତୁ, ସେଇ ଶ୍ଲୋକର ଲାଷ୍ଟରେ ଲେଖା ଅଛି, ମାନେ ଭଗବାନଙ୍କର କଥା କୀର୍ତ୍ତନରେ ମହା ଆନନ୍ଦର ଅନୁଭବ ହୁଏ। କାରଣ ଜୀବ ଭଗବାନଙ୍କର ଅଂଶଟେ, ସେ ଦିବ୍ୟ ଆନନ୍ଦ କେବଳ ଭଗବାନଙ୍କର ଚର୍ଚ୍ଚାରେ ସେ ପାଇପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ। ମାନେ ଭଗବାନଙ୍କ କୀର୍ତ୍ତନରେ ମହା ଆନନ୍ଦର ସେଇଟା ଭକ୍ତ ମାନେ ସେଇଠି ତୁଷ୍ୟନ୍ତି ଆଉ ରମନ୍ତି, କଥାରେ ରମଣ କରନ୍ତି ଆଉ ବହୁତ ଆନନ୍ଦ, ତୁଷ୍ୟନ୍ତି ତୁଷ୍ଟ ହେଇଯାଆନ୍ତି। ଏଇ ଯୋଉ ସବୁ ଲକ୍ଷଣ ଯାହାର ଥିବ ସେ ହଉଛି ଭକ୍ତ। ଏଇଟା ଭଗବାନ କହିଛନ୍ତି। ମଚ୍ଚିତା ମତ୍ ପ୍ରାଣଗତା ବୋଧୟନ୍ତ ପରସ୍ପରମ, କଥା ହେବେ ମୋ ବିଷୟରେ, କଥାୟନ୍ତଶ୍ଚ ମା ନିତ୍ୟମ୍, ଆଉ ସେଇଟା ତାଙ୍କୁ କଣ ପ୍ରଦାନ କରେ, ତୁଷ୍ୟନ୍ତି ଚ ରମନ୍ତି ଚ। ଏଠି କହିକି ଆଜି ଆମେ ଶ୍ଲୋକ ନମ୍ବର 9 ପର୍ଯ୍ୟନ୍ତ ଗଲେ। ଶ୍ଲୋକ ନମ୍ବର 10 ପୁଣି ଆମେ ଆମର ନେକ୍ସଟ ସେସନରେ କରିବା। ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। ଯୋଉଟା କହିଲେ ଆପଣ କୋଉଠି ଭଗବାନ ରହନ୍ତି, ସେଇଟା କେତେ ଶ୍ଲୋକ? ହଁ ପ୍ରଭୁଜୀ, ଭଗବାନ କୋଉଠି ରହନ୍ତି, ନାମ ବୈକୁଣ୍ଠେ ଯୋଗୀ ନାମ ହୃଦୟ ଚ, ସେଇଟା ଆଜ୍ଞା। ଭଗବାନ ନାରଦ ମୁନିଙ୍କୁ ଭଗବାନ କହୁଛି, ନାହମ୍ ବସାମି ବୈକୁଣ୍ଠେ, ମାନେ ମୁଁ ବୈକୁଣ୍ଠରେ ମୁଁ ଥାଏନି। ଆଉ ମୁଁ ଯୋଗୀ ନାମ ହୃଦୟ ଚ, ମାନେ ଯୋଉ ଯୋଗୀ ମାନେ ତପସ୍ୟା କରୁଛନ୍ତି, ଯୋଗ ଶକ୍ତି ବଳଙ୍କର ସବୁବେଳେ ତପସ୍ୟା କରୁଛନ୍ତି, ଲକ୍ଷ ଲକ୍ଷ ବର୍ଷ, ହଜାର ହଜାର ବର୍ଷ ଧରିକି, ତାଙ୍କ ହୃଦୟରେ ବି ମୁଁ ରହେନି। ଭଗବାନ କହୁଛନ୍ତି ମୁଁ କୋଉଠି ରହେ, ନାଇଁ ଯୋଉ ଜାଗାରେ ମୋର ଭକ୍ତ ମଦଭକ୍ତା ୟତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାହାନ୍ତି, ମାନେ ମୋର ଯୋଉ ଚର୍ଚ୍ଚା ଯୋଉଠି କରନ୍ତି, ମୋର କଥା ଯୋଉଠି ଚର୍ଚ୍ଚା କରନ୍ତି, ମୋର ମାନେ ମୋ ଲୀଳା ସବୁ ଯୋଉଠି ଗାନ କରନ୍ତି, ମୋର ଗୁଣ ଗାନ କରନ୍ତି, ସେଇ ଜାଗାରେ ମୁଁ ରହେ। ଏଇଟା ଭଗବାନ କହୁଛନ୍ତି ନାରଦଙ୍କୁ। ତ ଯୋଉ ଆମେ ଯୋଉ ଚର୍ଚ୍ଚା କରୁଛୁ, ଏଇ ତାର ଅର୍ଥ ହେଲା ଭଗବାନ ସେଇଠି ଉପସ୍ଥିତ ଅଛନ୍ତି, ତାର ଅର୍ଥ ହଉଛି ଏଇଟା। ବୁଝିପାରିଲେ? କେତେ ନମ୍ବର ଶ୍ଲୋକରେ କହୁଛନ୍ତି? ଶୁଭା ଯାଉନି କଣ ପ୍ରଭୁଜୀ? ପ୍ରଦୀପ ପ୍ରଭୁ
जो कहले दा केते नंबर श्लोक रे अछि माने गीता एटा आमे पूरा 9 नंबर श्लोक एटा आमे 9 नंबर श्लोक रे आमे मांग नित्य कथयंत च जो शब्द थिला ए श्लोक रे 9 नंबर रे देखंतु श्लोक रे अछि कथयंतश्च लेखाइनी माम कथयंतश्च तार एक्सप्लेनेशन रे तार तात्पर्य रे आमे एई कथा डिस्कशन कली एई श्लोकटा सेटा बुझिबा पाइका एटा आमे उदाहरण देले एई श्लोकटा बुझि पारले तो आज्ञा आज्ञा तो बुझिल जे किंतु आपन जोटा कहले एटा कोथरे माने पुराण रे ए जो ओ भागवतम रे पुराण कोथे कोडा अछंदी मु सेटा आपण कहउचंदी कहउची रहंतु गोटे सेकेंड आपण रहंतु मु कहउची हला ବରାହ ପୁରାଣରେ ପ୍ରଭୁ ପଢା ହେଲା ବରାହ ପୁରାଣରେ ପ୍ରଭୁ ପଢା ହେଲା पुराण रो श्लोक ଆଜ୍ଞା ना हम बसायामि वैकुंठे जोगिनां हृदये च प्रदीप प्रभु बराह पुराण रो श्लोक माताजी कहउचंदी माताजी जने ऑथेंटिक भक्त आमे तांको कथा को आमु मानियौ पड़िबो माताजी कहउचंदी माने 100% करेक्ट माताजी बराह पुराण रो ना एटा ଆଜ୍ଞା ପ୍ରଭୁ ठीक अछि तो आज रखिबा कि आज ना और कोन प्रश्न रहिला ରଖିବା ପ୍ରଭୁ वाञ्छा कल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः सो भक्तमान चरण रे मोर दंडवत प्रणाम ପ୍ରଭୁଜୀଙ୍କ ପାଇଁ ଗୋଟେ ହରେ କୃଷ୍ଣ ମହାମନ୍ତ୍ର କରନ୍ତୁ ପ୍ରଭୁଜୀ ବହୁତ ସୁନ୍ଦର ଭାବରେ ଆମ କ୍ଲାସ କରୁଛି ହରେ କୃଷ୍ଣ हरे କୃଷ୍ଣ कृष्ण हरे हरे कृष्ण 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 हरे हरे कृष्ण हरे कृष्ण हरे कृष्ण राम हरे 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 राम 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 हरे राम राम हरे ରାମ हरे ରାମ ରାମ ହରେ ହରେ बहुत बहुत धन्यवाद हरे कृष्ण हरे कृष्ण हरे कृष्ण धन्यवाद। धन्यवाद।